मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। शरणागत दीनार्थ परित्राण परायणे सर्वसाती हरिदेवी नारायणी नमस्तुते। क्रियायोग परंपरार समस्त गुरुमानक मु प्रणाम करुचे। विश्वर प्रत्येक संप्रदायर गुरुमानक प्रणाम करुचे। उपस्थित प्रेम स्वरूपगण सबरी भितर जगन्नाथ उपलब्धि करी प्रणाम करुचे। आज अगस्ट 16 तारिख 2026 मसीहा भुवनेश्वर ध्यान केन्द्र। मनीष जेते पूजा पाठ करू जेते जप करू जेते ध्यान करू जेते सेवा करू जदि कायरे वाक्यरे मनरे काहारी को दुख देला कष्ट देला जंत्रणा देला समस्त पूजा पाठ समस्त जप ध्यान दान सेवार कौन सी मूल्य रहे नहीं। एटा भेरी इम्पोर्टाट कथा। बहु लोक सेवा करते बहु लोक दान करते बहुत लोक पूजा पाठ मध्य करते जप करते किंतु से अन्य को कायरे वाक्यरे मनरे दुख जंत्रणा कष्ट दियंती। क्या आघात कले कायरे क्या प्रति खराब व्यवहार कले क्या अश्लील भाषा गाली गुलज कले सेटा वाक्य क्या आघात कले क्या मारिले मनरे समस्त हिंसा करवा गाली दबा परनिंदा परचर्चा करवा मने मने क्या खराब भाविबा खराब दृष्टि देखिबा ये सब कले आपण जिते प्रकार पूजा पाठ उपासना करंतु तेणु कौन हम ना आपणकर सुफल किसी आपन को मिलिब नहीं। कहीं एते काम कला परे कहीं भली भाव आसे मनरे प्रश्न उठे सबुथिरे भाई लगेवा कथा कहीं ना ता भितरे भगवान अच्छन्ति आत्मा रूपरे से अनुभव करि न थाए। जदि मो भितर अच्छन्ति सर्वभूतरे मध्य से अच्छन्ति। यही कॉन्सेप्टटा क्लियर न हवा पर्यंत आपण कायरे वाक्यरे मनरे अन्य को पीड़ा दुख जंत्रणा कष्ट निश्चय देवे। जेतेबेले आपण भितर क्लियर हो मो भितर जो आत्मा से पूरा 100% प्रतिष्ठित हो एवं सबुरी भितर मध्य से आत्मा मु जदि कहार उपकार कली कार सेवा कली क्या को दान देली तेणु से भगवान को ही मुदेली से आत्मार सेवा ही करिली से आत्मा को ही मु दान कली साहाय्य कली। भगवान मते गोटे सुजोग देले एवं से सुजोग को जमती आम हाथ छड़ा करवा नहीं। या द्वारा कौन हुए ना मन शुद्धि हुए मन पवित्र हुए मन निर्मल हुए एवं निज भितरे
ମାନେ ପ୍ରେମଟା ଭଲ ପାଇବାଟା ଧୀରେ 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 କ'ଣ ହୁଏ ନା ବୃଦ୍ଧି ପାଇବାରେ ଲାଗେ। କିନ୍ତୁ ଆମେ ସବୁବେଳେ କ'ଣ କରୁ, ଯଦି ଆତ୍ମୋପଲବ୍ଧି ନିଜ ଭିତରେ ହେଇନଥାଏ, ଆମେ ସବୁବେଳେ ଯାହାର କିଛି କରୁ ତାହାର ବୋଲି ଭାବୁ, ସେଇଟା ହେଉଛି ସ୍ଥୂଳ। ଯଦି ଗୋଟେ ଲୋକ ଭିତରେ ଭଗବାନ ନ ରହିବେ ବା ଆତ୍ମା ନ ରହିବ, ଆପଣ କୌଣସି ଲୋକର କିଛି ବି କରିପାରିବେନି। ତାହାର ଆହୁରି ସୂକ୍ଷ୍ମକୁ ଗଲେ, ସାଧନା ଅତି ଗଭୀରରୁ ଗଭୀରତମକୁ ଗଲେ, ପ୍ରଦେଶକୁ ଗଲେ, ସେ ସ୍ପିୟରକୁ ଗଲେ ଦେଖିବେ ଏଠି କାହାର କେହି କିଛି କରୁନାହାନ୍ତି। ଜଣେ ସବୁକିଛି ନିଜର କରୁଛି, ମାଧ୍ୟମ ବୋଲି ଗୋଟେ କିଛି ନାହିଁ। ମୋ ଦ୍ୱାରା କାହାର ହେଲା, ଏଇଟା ଗୋଟେ ଅହଙ୍କାର। ଯେତେବେଳେ ଏ ବୋଧ ଆପଣଙ୍କର ଆସିବ, ମୁଁ ଯେ ସେ ଯେ ମୁଁ ସେ, ସବୁ ତୁମେ ସବୁ ତୁମେ ସବୁ ତୁମେ, ଏଇ ଭାବନାଟା ଆପଣ ଭିତରେ ଯେତେବେଳେ ପୁରା ସ୍ଥିର ହେଇଯିବ, ଏଇ ଭାବନାରେ ଆପଣ ପ୍ରତିଷ୍ଠିତ ହେଇଯିବେ, ଷ୍ଟେବଲ ହେଇଯିବେ, ଦେଖିବା ଆପଣ ଭିତରେ, ଆପଣ ମନରେ, ଭିତରେ ବୋଇଲେ ମନରେ କୌଣସି ଅହଙ୍କାର ନାହିଁ, ଅଜ୍ଞାନତା ନାହିଁ। ଯେପର୍ଯ୍ୟନ୍ତ ଏଇ ଭାବନା ଆପଣ ଭିତରେ ପ୍ରତିଷ୍ଠିତ ହେଇନି, ଆପଣ ଯେତେ ଧାର୍ମିକ କାର୍ଯ୍ୟକ୍ରମ କରନ୍ତୁ, ଦେଖିବେ ଆପଣ ଭିତରେ ସମସ୍ତ ଅହଙ୍କାର ଅଜ୍ଞାନତା ରହିଛି, ସେ ବୀଜ ଆପଣଙ୍କ ଭିତରୁ ଯାଉନାହିଁ। ଆମର ଗୋଟେ ଲକ୍ଷଣ କ'ଣ, ସମସ୍ତଙ୍କର ସେ ଆମକୁ ଭଲ ପାଉଛି, ନିଶ୍ଚିନ୍ତ ଆମେ ତାକୁ ଭଲ ପାଇବା। ସେ ଯେତିକି ପରିମାଣରେ ଭଲ ପାଉଥିବ, ଆମେ ସେତିକି ପରିମାଣରେ ଭଲ ନ ପାଇପାରିଲେ ମଧ୍ୟ କିନ୍ତୁ ଭଲ ପାଇବା। ତା ପ୍ରତି ଭିତରେ ଗୋଟେ ଦୁର୍ବଳତା ନିଶ୍ଚିନ୍ତ ରହିବ। କିନ୍ତୁ ଆମର ଆଉ ଗୋଟେ ଲକ୍ଷଣ ସମସ୍ତଙ୍କର, ସାରା ବିଶ୍ୱବାସୀଙ୍କ ପାଇଁ ଏ କଥା, ଯିଏ ଆମକୁ ଭଲ ପାଉନାହିଁ, ଆମ ପ୍ରତି ତାର ତ୍ୟାଗ ନାହିଁ, ଆମ ପ୍ରତି ତାର ଶ୍ରଦ୍ଧା ନାହିଁ, ଆମର ତା ପ୍ରତି ଭଲ ପାଇବା ନାହିଁ, ଶ୍ରଦ୍ଧା ନାହିଁ, କି ତା ପାଇଁ କିଛି ତ୍ୟାଗ ନାହିଁ। ଚିନ୍ତା କରି ଦେଖନ୍ତୁ, ଏହା କ'ଣ ଠିକ୍? ଏହା କ'ଣ ବିଶ୍ୱ ପ୍ରେମ? ସମସ୍ତେ ଆମେ ଏକ ବୋଲି ଆମର କ'ଣ ଅନୁଭବ ହେଇଛି? ତେଣୁ ତମକୁ କିଏ ଭଲ ପାଉ ବା ନ ପାଉ, ତୁମେ ତାକୁ କିନ୍ତୁ ଭଲ ପାଇବ। ସିଏ ତମ ପ୍ରତି ଯେଉଁ ଏନର୍ଜି ଛାଡ଼ୁ, କିନ୍ତୁ ତୁମେ ସମସ୍ତଙ୍କ ପ୍ରତି ସେ ଡିଭାଇନ୍ ଏନର୍ଜିଟା ହିଁ ଦେବ, ଛାଡ଼ିବ। ଅର୍ଥାତ୍ ତମର କାହା ପ୍ରତି ମନରେ ରାଗ ଆଉ ଦେଶ ଯେମିତି ନ ରହୁ, ଲାଇକ୍ ଡିସଲାଇକ୍ କାହା ପ୍ରତି ଯେମିତି ନ ରହୁ, ମାନେ ସମସ୍ତଙ୍କ ପ୍ରତି ଗୋଟେ ସମାନ ଭାବ ହିଁ ଆସୁ। ଯଦି ଏଇ ଗୋଟିଏ କଥା ହବ, ଯାହାକୁ ଭାଗବତରେ କୁହାହେଇଛି, ସମତା ଦୃଷ୍ଟି ସତ୍ୟ ଭାଷା, ନିତ୍ୟ କରିବ ଏଣି ଆଶା। ସମତା ଦୃଷ୍ଟି, ଆମର ଦୃଷ୍ଟି ଅନେକ ଭିନ୍ନ ଭିନ୍ନ, ଆମ ଦୃଷ୍ଟି ଅପବିତ୍ର, ଆମ ଦୃଷ୍ଟି କଳୁଷିତ, ଆମ ଦୃଷ୍ଟି ପାପଯୁକ୍ତ। ଯାହାକୁ ଦେଖୁଛନ୍ତି, ଗୋଟେ କଳା ଲୋକ ଫିଲିଙ୍ଗସ୍ ହେଲା କଳା ଲୋକ, ସାଥୀ ସାଥୀ, ଗୋଟେ ଗୋରା ଲୋକ ସାଥୀ ସାଥୀ ମନରେ ଧାରଣା ହେଲା ଗୋରା ଲୋକ, ସୁନ୍ଦର ସାଥୀ ସାଥୀ, ଅସୁନ୍ଦର ସାଥୀ ସାଥୀ। କି କମ୍ପ୍ୟୁଟର, କିଭଳିଆ ଆଖି, କିଭଳିଆ ଲେନ୍ସ ଲାଗିଛି, ଗୋଟେ ମୁହୂର୍ତ୍ତ ମଧ୍ୟରେ ତାର ଫଟୋ ଉଠେଇ ସେ ଆମର ମେମୋରି ଭିତରେ ତାକୁ ରଖିଦେଉଛି। ତେଣୁ ଆମର ସମସ୍ତ ପ୍ରତି କେତେବେଳେ ସମାନ ଭାବ ଆସିବ, ସମାନ ଏନର୍ଜି ଆପଣଙ୍କର ପ୍ରେରଣ କରିବେ, ସମସ୍ତେ ଭଲ, ସମସ୍ତେ ଭଗବାନ, ସମସ୍ତେ ଆତ୍ମା। ଯେତେବେଳେ ନିଜ ଭିତରେ ଏଇ ଚିନ୍ତନ, ଏଇ ବିଚାର, ତାପରେ ଚିନ୍ତନ ସାଧନା ଚାଲୁଥିବ, ଆପଣ ସମସ୍ତଙ୍କର ସେବା ଆଉ ସାହାଯ୍ୟ ମନୋବୃତ୍ତି ବିନା ସ୍ୱାର୍ଥରେ, ନିଃସ୍ୱାର୍ଥରେ ଯଦି କରୁଥିବେ, ଆପଣଙ୍କ ଭିତରେ ଦେଖିବେ
गोटे लोक टंका पैसा पाई जेतिकी शांति आनंद पाऊना ऐश्वर्य थाई आपणकर किछि न थाई आपण ताठू हजार हजार गुणे शांति और आनंद अछंती। परीक्षा कले जानिबे ये साधारण कथा नुहे। देखंतु ईश्वर को देखबे तो बहुत दूरर कथा। निज भितर चिंतन विचार करंतु समस्त भितर चिंतन विचार करिकी भल पाइबा एवं सेवा निस्वार्थ ही करिवे साहाय्य। आमे जेतेबेले जाहाको साहाय्य करूचे बा सेवा करूचे आम भितर गोटे स्वार्थ रोचे गोटे कामना रोचे एवं आमे भावुचे आमे ये बंधन रे पड़ीगले मायारे पड़ीगले कहीं ना आमर से संस्कार नहीं से आत्मज्ञान आम अधिकारी है तेणु आमको कौन हो ना आम जन व्यक्ति विशेष भाविकी आम भितर ये प्रकार भ्रम ही सृष्टि होया ही अहंकार और अज्ञानतार ही सृष्टि हो। जहाँ सृष्टि देखुंट सबू ही अहंकार सबू ही अज्ञानता। पाठपढ़ा सहित आर कौन संपर्क नहीं। पाठ पढ़ी जिते बड़ चाकरी करेंगे जिते बड़ पोस्टर अधिकारी हेबे आपन जिते ऊपर को जीवे भौतिक जगत रे आपणकर सेते अहंकार और सेते अज्ञानता वृद्धि पाइबारे डे बाय डे लागिवो। जदि जीवनटा को आपण प्रकृत निस्वार्थ निष्काम भाव रे सेवा करिबारे लागी पड़िथेबे ताहाले तुमको लागिबो नाही। तेणु आमे समस्ते भावुचे आमर किछि किछि शक्ति अच्छी आमर सामर्थ्य अच्छी आमर बुद्धि अच्छी आमर ज्ञान अच्छी समस्तंकर एक कनसेप्ट रही किंतु कई भाभी नहीं मोर बुद्धिटा ही परमात्मा ब्रह्मंकर बुद्धि मोर ज्ञानटा ही परमात्मा परम ब्रह्मंकर ज्ञान मोर बलटा ही तांकर बल मोर आलोकटा ही तांकर आलोक यही चिंता कहार नहीं कहीं ना से विषय ज्ञान लाभ करी नहीं। से पाठ कोठी से पढ़ी नहीं। से जन्मरु शिखला मु ही सब किछि मो पूर्वर सृष्टि थला नतला तार समीक्षा नहीं। मु दिने मरीजीवी से कथा विश्वास नहीं। मु चलीगला परे जे ये एमती थिला एमती रहिबो कि कौन हबो से कथा परमात्मा परम ब्रह्म जानती। ये कनसेप्ट तार केतबले नाही। तेणु कहार ये किछि नाही सब किछि से परमात्मा परम ब्रह्मंकर तांकर आलोक रे समस्त आलोकित जेते देवा देवी मनुष्य जहाँ को आपण देखुचंती कहार ये किछि नाही। कहार निजस्व बोली किछि गोटे नाही। से जे फील करुचे मोर अच्छी ताही तार अहंकार ताही तार अज्ञानता। जेतबे लोकटे जानी नहीं मु केमिति सोउची से जानूची मु बेड को जाऊची केतबेले ताको निद आसुची से किंतु जानी पारु नहीं। एवं से निद्रारू से उठिबो कि न उठिबो ताको कोन आ जणा अछि। जदि सोईची निद न भांगिला निज निद को कौन से भांगी पार कारण से श्वास प्रश्वास नौ नहीं से श्वास प्रश्वास छाड़ू नहीं। से परम पिता परम ब्रह्म तमरी भितर रही कौन होउची ना श्वास प्रश्वास नौचंती एवं छाड़ुचंती। तमर फील होउची किछि फील होउने किछि अनुभव होउने से विषय ज्ञान नहीं। मु नौचे कि मु छाड़ुची भावनाटा तो केते बड़ ना मु नौने कि नौची तापर समीक्षा हब किंतु से नौचंती से छाड़ुचंती सेति लगी मु जीवित सेति लगी मु क्रियाशील सेति लगी मोर समस्त इंद्रियगण काम करुचंती तांकर आलोकरे
ଆମେ ଆଲୋକିତ। ତେଣୁ ଆମେ କହୁଛେ ସବୁଥିପାଇଁ ସମୟ ଅଛି, ସବୁ କାମ ପାଇଁ ସମୟ ଅଛି। କିନ୍ତୁ ଯେଉଁ କାମ ପାଇଁ ଆମେ ଏଠାକୁ ଆସିଛେ, ଯାହାର ସମସ୍ତ ଜିନିଷକୁ ଆମେ ଉପଭୋଗ କରୁଛେ, ଯାହାର ଆଲୋକରେ ଆମେ ଆଲୋକିତ, ସେଇ ପରମାତ୍ମା ପରମ ବ୍ରହ୍ମଙ୍କର ଆଲୋକରେ ତାଙ୍କ ପାଇଁ ଆମ ଭିତରେ ସମୟ ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା। କାହିଁକି ନା ଆମେ ସମସ୍ତେ ମାୟାଗ୍ରସ୍ତ। ସେଇ ଭଗବାନଙ୍କ ପରମାତ୍ମା ପରମ ବ୍ରହ୍ମଙ୍କ ମାୟାରେ ସମସ୍ତେ ଆମେ ଜର୍ଜରିତ। ପୁରା ସେ ମାୟାରେ ଆମେ ପୁରା ବାନ୍ଧି ହେଇକି ପଡ଼ିଛେ। ସବୁବେଳେ ଟେନସନ୍ ହେଡ଼ାକ୍ ନେଇ ଆମେ ସବୁବେଳେ ଚାଲୁଛେ। କିନ୍ତୁ ସମୟ ସମସ୍ତେ ବାହାର କରନ୍ତୁ, ସମୟ ଯଥେଷ୍ଟ ଅଛି। ବାବା ଅନେକ ଥର କହିଛନ୍ତି ମୋବାଇଲ ଦେଖିବାକୁ ସମୟ ଅଛି, କଥା ଗପିବାକୁ ସମୟ ଅଛି, ଶୋଇବାକୁ ସମୟ ଅଛି, ଖେଳିବାକୁ ସମୟ ଅଛି। ଥରେ ଡିପଲି ଭାବିକି ଦେଖିଛନ୍ତି ଏଇ ଯେଉଁ ସଂସାର ଭିତରେ ଆମେ ଅଛୁ, ସତରେ ଏଠି ଆପଣାର କିଏ, ନିଜର କିଏ? ସମସ୍ତେ ଅଭିନୟ କରିବାକୁ ଆସିଛନ୍ତି, ସମସ୍ତେ ଅଭିନୟ କରୁଛନ୍ତି ବିଶ୍ୱରଙ୍ଗ ମଞ୍ଚରେ। କେତେବେଳେ କାହାର ଆୟୁଷ ସରିଯିବ, ସବୁ ଥବ ଜୀବନ ସାରା କେତେ ପରିଶ୍ରମ କରି ପାଠ ପଢ଼ି ଚାକିରି କି ବ୍ୟବସାୟ କରି ଅର୍ଥ ଉପାର୍ଜନ କରି କୋଠା ବାଡ଼ି ସୁନା ରୂପା ପିଲା ଛୁଆଙ୍କ ପାଇଁ ଯାହା କରିଛି, କେତେବେଳେ ତାର ଶେଷ ନିଶ୍ୱାସଟା ଯେ ଚାଲିଯିବ ତାକୁ ଜଣା ନାହିଁ। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ କ୍ଷୟ ହେବାରେ ଲାଗିଛି। ଯେମିତି ବେଙ୍ଗ ଧରୁଛି କଙ୍କିକି, ସାପ ଧରୁଛି ବେଙ୍ଗକୁ, ବେଙ୍ଗ ଧରୁଛି କାହାକୁ ନା କଙ୍କିକି। ସେଇଭଳି ଅବସ୍ଥା ପ୍ରତ୍ୟେକଟି ମୁହୂର୍ତ୍ତରେ ଆମକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ସେ କାଳରୂପୀ ସର୍ପ ଦଂଶନ କରିବାରେ ଲାଗିଛି, ମାନେ ଗିଳିବାରେ ଲାଗିଛି। ଆମେ କ'ଣ କରୁଛେ? ବେଙ୍ଗ ଯେମିତି କଙ୍କିକି ଧରୁଛି, ଆମେ ସେମିତି ଭଗବାନଙ୍କର ବିଭୂତିକୁ, ଐଶ୍ୱର୍ଯ୍ୟକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ସାଉଟିବାରେ ଲାଗିଛେ, କଲେକ୍ସନ କରିବାରେ ଲାଗିଛେ, ଯେଉଁଟା ଆମେ କେବେ ନେଇକି ଯିବା ନାହିଁ। ଏବଂ ଯାହାଙ୍କ ପାଇଁ କରିଯିବା ସେ ତୁମ କେବେ ଭାବିବେନି। ତମ ବାପା ମାଆଙ୍କୁ ତୁମେ କେତେ ରେସ୍ପେକ୍ଟ ଦେଉଛ, କେତେ ପୂଜା କରୁଛ, କେତେ ତାଙ୍କ କଥା ମନେ ପକାଉଛ। କାହିଁକି ନା ସେମାନେ ମିଛ କଥା କହିଛନ୍ତି। କ'ଣ ମିଛ? ନା ଭଗବତ ପ୍ରସଙ୍ଗ ବ୍ୟତୀତ ଆଉ ଯେତେ କଥା କହିଛନ୍ତି ତୁମକୁ ସବୁଗୁଡ଼ାକ ମିଛ। ଏବଂ ଭଗବତ ଶିକ୍ଷା ପ୍ରାପ୍ତିର ଶିକ୍ଷା ନ ଦେଇ ଭୌତିକ ଶିକ୍ଷା ତୁମକୁ ଦେଇଛନ୍ତି କେବଳ ଅର୍ଥ ଉପାର୍ଜନ କରି ଏ ଭଗବାନଙ୍କ ସଂସାର ବନ୍ଧନରେ ବାନ୍ଧି ଯିବା ପାଇଁ। ସେଥିଲାଗି ମିଥ୍ୟାର କେବେ ସ୍ନାନ ନାହିଁ, ମିଥ୍ୟାର କେବେ ପୂଜା ନାହିଁ, ମିଥ୍ୟାର କେବେ କିଛି କଥା ମନେ ରୁହେ ନାହିଁ। ମଣିଷ ମିଥ୍ୟାକୁ ଭୁଲିଯିବ। ତେଣୁ ସତ୍ୟ ଥିଲେ ଅଛନ୍ତି ଏବଂ ରହିବେ। ଯିଏ ସବୁବେଳେ ପ୍ରକାଶିତ, ଯିଏ ସବୁବେଳେ ଆଲୋକିତ, ତାଙ୍କୁ କେହି ସୃଷ୍ଟି କରିନାହାନ୍ତି। ତେଣୁ ତାଙ୍କ ପାଇଁ ଆମେ ସମୟ ଦେବା, ଆମେ ତାଙ୍କର ଅଂଶ ବିଶେଷ। ଆମେ କିଛି ସମୟ ବାହାର କରିକି ସକାଳେ ଏବଂ ସନ୍ଧ୍ୟାରେ ବ୍ରହ୍ମ ମୁହୂର୍ତ୍ତରେ ସବୁ କାମ କରିବା ପାଇଁ ଜ୍ୟୋତିଷଶାସ୍ତ୍ରରେ ଗୋଟେ ନିୟମ ଲେଖା ଅଛି। ଦୁଇଟା ବେଳା ପରେ ଭାରି ଇମ୍ପୋର୍ଟାନ୍ସ ଦିଆଯାଏ। ଗୋଟେ ମହେନ୍ଦ୍ର ବେଳା ଶୁଣିଥିବ, ଆଉ ଗୋଟେ ଅମୃତ ବେଳା। ତାପରେ ଭାରି ଇମ୍ପୋର୍ଟାନ୍ସ ଦିଆଯାଏ। ମହେନ୍ଦ୍ର ବେଳାରେ ଯେଉଁ କାମଟି କରାଯାଏ କି ଅମୃତ ବେଳାରେ ଯେଉଁ କାମଟି କରାଯାଏ, ତାର ସୁଫଳ ବହୁତ ପଡ଼େ। ଯଦି କାଳବେଳାରେ କି ବାରବେଳାରେ ଗୋଟେ କାମଟେ ଆପଣ କରିବେ, ଦେଖିବେ ସେ କାମଟା ନଷ୍ଟ ହୋଇଯିବ। ସେଇଟା ଗୋଟେ ଚିରସ୍ଥାୟୀ ହେବ ନାହିଁ, ଲଙ୍ଗ ଲାଷ୍ଟିଂ ହେବ ନାହିଁ। ଏବଂ ସେଇ କାମ ଭିତରେ ଅନେକ ବାଧା ବିଘ୍ନ ପ୍ରତିବନ୍ଧକ ହିଁ ନିଶ୍ଚିନ୍ତ ଭାବରେ ଆସିବ। ସେଥିଲାଗି ସମସ୍ତେ ଗୋଟେ କାମ କରିବା ପୂର୍ବରୁ ଗୋଟେ ଶୁଭ ସମୟ, ଶୁଭ ମୁହୂର୍ତ୍ତଟେ ଦେଖନ୍ତି। ଏବଂ ଯେକୌଣସି କାମ ଆରମ୍ଭ ବେଳରେ ଶୁଭ ମୁହୂର୍ତ୍ତ, ଶୁଭ ସମୟରେ ଆପଣ ଯଦି ଗୋଟେ ଶ୍ରୀଫଳ, କୌଣସି ଫଳକୁ ଶ୍ରୀଫଳ କୁହାଯାଏ ନାହିଁ, କେବଳ ନଡ଼ିଆକୁ ହିଁ
ଶ୍ରୀଫଳ କୁହାଯାଏ। ଏମିତି ଶ୍ରୀମନ୍ଦିର, ଶ୍ରୀପଞ୍ଚମୀ, ଶ୍ରୀଫଳ, ପୁଣି ଆଉ ଗୋଟେ କ'ଣ କୁହାହେଉଛି ନା ଶ୍ରୀଗୁଣ୍ଡିଚା। ଦେଖନ୍ତୁ ଆଉ କେଉଁଠି ଶ୍ରୀ ଲଗା ହେଉନି। ଏଇ ଦିନମାନ ବହୁତ ପବିତ୍ର ଦିନ। ଯଦି ସେଇ ଶ୍ରୀଫଳଟିକୁ ମାହେନ୍ଦ୍ର ବେଳାରେ, ଅମୃତ ବେଳାରେ ଆପଣ ଭାଙ୍ଗିକି ବା ଶୁଭ ଦେବେ ସେଇଠି ବାଡ଼େଇକି ଦେଖିବେ ଆପଣ କାର୍ଯ୍ୟ ନିଶ୍ଚିନ୍ତ ଭାବରେ ସକ୍ସେସ୍ ହେବ। ଏ ଭୌତିକ ଜଗତର କଥା, ଆମେ ସେଇ ଭୌତିକ ଜଗତରେ ରହିବା, ତ୍ୟାଗ କରି କୁଆଡ଼େ ଯାଇପାରିବା ନାହିଁ। କିନ୍ତୁ ତାହାରି ଭିତରେ ଆମେ ସମୟ ବାହାର କରି ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ଆମେ କେମିତି ଯୋଗଯୁକ୍ତ ଅବସ୍ଥାରେ ରହିବା ଏବଂ ତାଙ୍କର ଆଲୋକ ଆମ ଉପରେ ପଡ଼ୁଛି, କିନ୍ତୁ ଆମେ ତାକୁ ସଠିକ୍ ଭାବରେ ଧାରଣ କରିପାରୁନେ। କାରଣ ତାର ଦୁଇଟା କାରଣ ହେଉଛି, ସବୁବେଳେ ମନେ ରଖିବେ ଆମେ ପାତ୍ର ନୁହଁ। ଆଉ ଗୋଟେ କ'ଣ ନା ଆମର ସମର୍ପଣ ଭାବ ନାହିଁ। ଯିଏ ପାତ୍ର ହେଲା, ସମର୍ପିତ ହେଇଗଲା, ସେ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ଯୁକ୍ତ ହୋଇପାରିବ। ତାଙ୍କ ଆଲୋକକୁ ଧୀରେ ଧୀରେ ସେ କ'ଣ କରିବ ନା ଅବଜର୍ଭ କରିବ, ଧାରଣ କରିବ। କ୍ରିୟା ଯୋଗ ପରମ୍ପରାରେ ଏଇ ଟେକ୍ନିକଟା ଲେଖା ଅଛି ସୁନ୍ଦର ଭାବରେ। ଯେଉଁମାନେ ଉଚ୍ଚାଙ୍ଗ କ୍ରିୟାବାନ, ସଂସାରରେ ରହି ଯିଏ ସନ୍ନ୍ୟାସ ହେଇଥାନ୍ତି, ସଂସାରରେ ରହିକି ସନ୍ନ୍ୟାସ ହେଇଥାନ୍ତି। ସଂସାର ରହି କ'ଣ ସନ୍ନ୍ୟାସ ହେଇପାରିବ? ହଁ, ସଂସାର ରହିକି ଆପଣ ନିଶ୍ଚିନ୍ତ ଭାବରେ ସନ୍ନ୍ୟାସ ହେଇପାରିବେ। କେମିତି ହେବେ ନା ଯେତେବେଳେ ଆପଣ ଆତ୍ମଜ୍ଞାନର ଅଧିକାରୀ ହେବେ ଏବଂ ଏ ସମସ୍ତ ମିଥ୍ୟା, ଅନିତ୍ୟ, ଅସତ୍ୟ ବୋଲି ଭାବିବେ, ଆପଣ ସେତେବେଳେ କ'ଣ ହେବେ? ସଂସାରରେ ରହି ଆପଣଙ୍କର ସନ୍ନ୍ୟାସ ଅବସ୍ଥା ଆସିବ। ଆପଣ ଭିତରେ କୌଣସି ବାସନା, କାମନା ରହିବ ନାହିଁ। ଏ ଜୀବନଟା ପରମାତ୍ମା ପରମ ବ୍ରହ୍ମଙ୍କର, ଏ ଜୀବନଟା ପରମାତ୍ମା ପରମ ବ୍ରହ୍ମଙ୍କ ଉଦ୍ଦେଶ୍ୟରେ କ'ଣ ହେବ? ସମର୍ପିତ ହେଇଯିବ। ଆପଣ ସଂସାରରେ ରହି ଆପଣ ସ୍ତ୍ରୀକି, ପୁଅ ଝିଅକୁ, ବାପା ମାଙ୍କୁ ଯେତିକି ଭଲ ପାଉଥିବେ, ଅନ୍ୟ ସମସ୍ତଙ୍କୁ ସେତିକି ଭଲ ଯେତେବେଳେ ପାଇବେ, ସମାନ ଦୃଷ୍ଟି, ସମାନ ଭାବ ଆସିଯିବ। ସମଦରସି ଯେଉଁ ନର ତା ପାଦେ କୋଟି ନମସ୍କାର। ଯେତେବେଳେ ଆପଣ ଭିତରେ ଏଇ ଭାବ ଆସିଯିବ, ଆପଣ ସଂସାରରେ ରହି ସେତେବେଳେ ଆପଣ ସନ୍ନ୍ୟାସ ହେଇଗଲେ। ଯେତେବେଳେ ସଂସାର ରହି ଆପଣ ସନ୍ନ୍ୟାସ ହେଇଗଲେ, ସେତେବେଳେ ଆପଣ ଜୀବନ କମ୍ପ୍ଲିଟଲି ସାତ୍ତ୍ୱିକମୟ ହେଇଯାଇଥିବ। ଶୁଦ୍ଧ ଜ୍ଞାନ ଆପଣ ଭିତରେ ଆସିଯାଇଥିବ। ଆପଣ ସବୁ ସମୟରେ ସେଇ ଉଚ୍ଚତର କ୍ରିୟା ଅଭ୍ୟାସ କରି ଆପଣ ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ଆପଣ ସବୁବେଳେ ଯୁକ୍ତ ହେଇକି ରହିବେ। ସେ ଆଲୋକମୟ ଏବଂ ସେଇ ଆଲୋକ ସହିତ ଆପଣଙ୍କର ଯେତେ ଚେତନାଟା ଯୁକ୍ତ ହେବ, ସେଠି ମନ ଯାଇପାରେ ନାହିଁ, କୌଣସି ଇନ୍ଦ୍ରିୟ ଯାଇପାରେ ନାହିଁ, କିଛି ଯାଇପାରନ୍ତିନି, ଚେତନାଟା ହିଁ ଯାଏ। ସେ ଚେତନାଟା ଯେତେ ତାଙ୍କ ସହିତ ଯୁକ୍ତ ହେବେ, ଯେସା ସଙ୍ଗ ତେସା ରଙ୍ଗ, ଲୁହାଟା ଯଦି ମ୍ୟାଗ୍ନେଟ ସଂସ୍ପର୍ଶରେ ବାରମ୍ବାର ଆସିବ, ସେ ଲୁହା ହେଇ ରହିବନି, ସେ ମ୍ୟାଗ୍ନେଟ ହେଇଯିବ। ସମ୍ବାଳୁଆଟା ଯେମିତି ରୂପାନ୍ତରିତ ହୋଇ ପ୍ରଜାପତିରେ ପରିଣତ ହେଉଛି, ସେଇଭଳି ତୁମର ଅବସ୍ଥା ଧୀରେ ଧୀରେ ରୂପାନ୍ତରିତ ହେବ। ତୁମେ ତାଙ୍କ ଆଲୋକରେ ଆଲୋକିତ ହେବ। ତୁମେ ଫେରିଲେ ତମ ମନ ହୃଦୟ ଶୁଦ୍ଧି ପବିତ୍ର ହେବ। ତୁମେ ଦେଖିବ ତୁମର କାହା ପ୍ରତି ଆଉ ରାଗ, ଲାଇକ୍ ଡିସଲାଇକ୍ ନାହିଁ। ତମ ଭିତରେ ସମାନ ଭାବ ଆସିଛି। ଏଥିପାଇଁ ସାଧନା, ଏଥିପାଇଁ ସତ୍ସଙ୍ଗ, ଏଥିପାଇଁ ସାତ୍ତ୍ୱିକ ଜୀବନ। ଆଜି ଗୋଟେ କଥା ଆମେ କହିବା, ଏ ମଣିଷ ସବୁବେଳେ ଅସନ୍ତୁଷ୍ଟ। ଏ ବ୍ୟକ୍ତି କେତେବେଳେ କେହି ସନ୍ତୁଷ୍ଟ ନୁହନ୍ତି। ପଶୁ ଭଳି ଯେତେ ପାଇଲେ ମଧ୍ୟ ଏ ମଣିଷ ସବୁବେଳେ ଅସନ୍ତୁଷ୍ଟ। ସନ୍ତୋଷ ହେଉଛି ଗୋଟେ ବଡ଼ ତପସ୍ୟା।
ତେଣୁ ଭଗବତ ଗୀତା 12 ଅଧ୍ୟାୟ ହେଉଛି ଭକ୍ତି ଯୋଗ। ଭକ୍ତି ଯୋଗର 14 ନମ୍ବର ଶ୍ଲୋକରେ ଲେଖା ଅଛି କ'ଣ? ସନ୍ତୁଷ୍ଟ ସତତଂ ଯୋଗୀ ଯତାତ୍ମା ଦୃଢ଼ ନିଶ୍ଚୟ ମର୍ଜପୀତ ମନ ବୁଦ୍ଧି ଯୋ ମେ ଭକ୍ତ ସମେ ପ୍ରିୟ। ଆରି ଉପରେ କଥା ରଖିବା। ସନ୍ତୁଷ୍ଟ ସତତଂ ଯୋଗୀ, ସେଇ କଥା ବାବା ପୂର୍ବରୁ ଟିକେ ସୂଚନା ଦେଲେ ପୂର୍ବାଭାସ। ସନ୍ତୁଷ୍ଟ ସତତଂ ଯୋଗୀ, ଦେଖନ୍ତୁ ଏଠି ଭଗବାନ କହୁଛନ୍ତି ଯିଏ ତାଙ୍କ ସହିତ ଯୁକ୍ତ ରହେ, ତାଙ୍କ ସହିତ ମିଳନ ହୁଏ, ସେଇ ପରମାତ୍ମା ପରମ ବ୍ରହ୍ମକୁ ଯିଏ ଧ୍ୟାନ କରେ ସେ ସବୁବେଳେ ସନ୍ତୁଷ୍ଟ। ଏଥିରୁ ଜଣାପଡ଼ୁଛି ଯେ ଆଧ୍ୟାତ୍ମିକବାଦୀ ଲୋକ ବା ସ୍ପିରିଚୁଆଲ ମାଇଣ୍ଡେଡ ଲୋକ ସେ କେବେ ଅସନ୍ତୁଷ୍ଟ ହୁଏ ନାହିଁ, ସେ ସବୁବେଳେ ସନ୍ତୁଷ୍ଟ ଥାଏ। କାହିଁକି? ସେ ଭାବେ ଏସବୁ ମିଥ୍ୟାକୁ ସଂଗ୍ରହ କରି, ଏ ଭୌତିକ ଜଗତର ସବୁ ଦ୍ରବ୍ୟମାନଙ୍କୁ ସଂଗ୍ରହ କରି କେବଳ ମୁଁ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗ କରିବି, ଏହାଦ୍ୱାରା ମୋତେ କିଛି ଲାଭ ମିଳିବ ନାହିଁ, କେବଳ ଦୁଃଖ ଯନ୍ତ୍ରଣା କଷ୍ଟ। ଦେଖନ୍ତୁ ଆପଣଙ୍କର ଗୋଟେ ଫ୍ୟାକ୍ଟରି ଅଛି, ଗୋଟେ ବିଜନେସ୍ ଅଛି, ଆପଣ ପିନ୍ଧୁଛନ୍ତି, ଖାଉଛନ୍ତି, ରହୁଛନ୍ତି ଏବଂ କିଛି ବ୍ୟାଙ୍କ ବାଲାନ୍ସ କରୁଛନ୍ତି, କିଛି ଦାନ ଦେଉଛନ୍ତି, କିଛି ସେଭିଂ କରୁଛନ୍ତି। ଆପଣ ବେପାରଟାକୁ ବଢ଼େଇଲେ ଲୋଭର ବଶବର୍ତ୍ତୀ ହେଇକି ସେଇ ପିନ୍ଧିବେ, ସେଇ ଖାଇବେ, ନା କ'ଣ କରିବେ? ଦେଖିବେ ଶୋଇବା କମିବ, ଟେନସନ୍ ବଢ଼ିବ, ଆଉ ଆପଣଙ୍କର କ'ଣ ହେବ? ନାନା ପ୍ରକାର ଡିଷ୍ଟର୍ବାନ୍ସ ଆରାଇଜ୍ କରିବ ଅଟୋମେଟିକ୍। କାରଣ ସ୍ୱର୍ଗ ସମ୍ପଦରେ ଆଶା ନାହିଁ, ନରକେ ପଡ଼ିବି ଅବା କାହିଁ। ଯିଏ ଯେତେ ସ୍ୱର୍ଗ ସମ୍ପଦ ଭଗବାନଙ୍କର ଐଶ୍ୱର୍ଯ୍ୟ ବିଭୂତିକି ଚାହିଁବ ସେ ସେତେ ଦୁଃଖ ଯନ୍ତ୍ରଣା କଷ୍ଟ ହିଁ ଭୋଗ କରିବ। ଯିଏ ଭଗବାନଙ୍କୁ ଚାହିଁବ, ତାଙ୍କର ଐଶ୍ୱର୍ଯ୍ୟ ବିଭୂତିକି ଚାହିଁବ ନାହିଁ, ସିଏ ସେତେ ଶାନ୍ତି ଆନନ୍ଦ ଏବଂ ପ୍ରେମର ଅଧିକାରୀ ହେବ। ଆମେ କ'ଣ ଚାହୁଁଛେ? ଈଶ୍ୱରଙ୍କ ପ୍ରାପ୍ତି ପାଇଁ ଚାହୁଁଛେ ନା ତାଙ୍କର ଐଶ୍ୱର୍ଯ୍ୟକୁ ଆମେ ଚାହୁଁଛେ? ନିଜକୁ ସମୀକ୍ଷା କରି ଦେଖିବା। ତେଣୁ ଯେତେବେଳେ ଆପଣ ଐଶ୍ୱର୍ଯ୍ୟକୁ ଯେତେ ପ୍ରାପ୍ତି କରିବାକୁ ଆପଣ ଚାହିଁବେ, ଆପଣ ଦେଖିବେ ସେ ଐଶ୍ୱର୍ଯ୍ୟ ମିଳି ଚାଲିଥିବ, ଆପଣଙ୍କର ମନ କେତେବେଳେ ସନ୍ତୁଷ୍ଟ ହେବ ନାହିଁ। ଆଜି ଯଦି ଭୁବନେଶ୍ୱରରେ ପ୍ଲଟ୍ ହେଇଛି, କାଲି କଟକରେ ହୁଅନ୍ତା, ତାପରଦିନ ପୁରୀରେ ହୁଅନ୍ତା, ତାପରଦିନ ବମ୍ବେରେ ହୁଅନ୍ତା, ତାପରଦିନ ଦିଲ୍ଲୀରେ ହୁଅନ୍ତା, ତାପରେ ବୃନ୍ଦାବନରେ ହୁଅନ୍ତା, ଋଷିକେଶରେ ହୁଅନ୍ତା। କାମନାର ସୀମା ନାହିଁ। ଏତିକି ଯେ ପ୍ରାପ୍ତି ହେଲେ ମୋର ହେଇଗଲା, କିଏ କହିପାରିବେନି। କାରଣ ମନୁଷ୍ୟ ଯେତେ ପାଇଲେ ମଧ୍ୟ ସେ ଅସନ୍ତୁଷ୍ଟ, ଯେତେ ଖାଇଲେ ମଧ୍ୟ ଅସନ୍ତୁଷ୍ଟ, ଯେତେ ଦେଖିଲେ ମଧ୍ୟ ଅସନ୍ତୁଷ୍ଟ। କିଏ କହିଲାଣି ମୁଁ ଏତିକି ଦେଖିଲିଣି ଆଉ କିଛି ଦେଖିବିନି, ଆଖି ବନ୍ଦ କରିକି ବସିବି। ଏମିତି ବ୍ୟକ୍ତି କୋଉଠି ଦେଖିଛନ୍ତି? ତା କାନ କେତେ କଥା ଶୁଣିଲାଣି ଜନ୍ମରୁ, ଯାହାକୁ ଯେତିକି ବର୍ଷ କହିଲା ମୁଁ ଆଉ ଶୁଣିବି ନାହିଁ, ମୋର ଏତିକି ଶୁଣିବା ହଉ। କେବେ କହୁଛି? ସାଧାରଣତଃ କଥାରେ କହନି, କାନକୁ ନ ଅଣ୍ଟେ ଗୀତ, ମନକୁ ନ ଅଣ୍ଟେ ବିତ। କାନକୁ ନ ଅଣ୍ଟେ ଗୀତ, ଯେତେ ଭଜନ କୀର୍ତ୍ତନ ଶୁଣିଲେ ଆଉ ଟିକେ ହନ୍ତା କି ଶୁଣନ୍ତି। ଯଦି ଆଜି କହିଲା ହଁ କାଲିକି ହେଲେ ପୁଣି ଶୁଣିବ। ସେ କାନ ଦ୍ୱାରା ସବୁ ଜିନିଷ ଭିତରକୁ ଯାଉଛି। ଯିଏ କାଲ, ତା ଭିତରୁ କ'ଣ କୋଉ ଜିନିଷ ଯାଇପାରିବ? କିଛି ଯାଇପାରିବନି। ତାହେଲେ କାନକୁ ଆମେ କେମିତି ଶୁଦ୍ଧି ପବିତ୍ର କରିବା, ସେ ବିଷୟରେ ଆମର ଜ୍ଞାନ ନାହିଁ। ଯଦି ସବୁବେଳେ ମନକୁ ତାଙ୍କରି ପାଖରେ ରଖିବା, ତାହେଲେ ଆମର ସମସ୍ତ ଇନ୍ଦ୍ରିୟ ଗୁଡ଼ିକ ଶୁଦ୍ଧି ପବିତ୍ର ହେଇଯିବେ। ଯେଉଁ 10ଟା ଇନ୍ଦ୍ରିୟ ଅଛନ୍ତି, ମନ ଯଦି ତାଙ୍କର ପାଖରେ ରହିଲେ ଅଟୋମେଟିକ୍ ଏ 10ଟା ଯାକ ଇନ୍ଦ୍ରିୟ ଶୁଦ୍ଧି ଏବଂ ପବିତ୍ର ହେଇଯିବେ। ତେଣୁ ମନ ସବୁବେଳେ ଅସନ୍ତୁଷ୍ଟ। ମନକୁ ନ ଅଣ୍ଟେ ବିତ। ଯେତେ ଟଙ୍କା ଆପଣ ଦରମା ବଢ଼ିଛି, ମୋର ଏଇ ପ୍ରମୋସନ୍ ହେଇଯାଆନ୍ତା, ଟିକେ ଦରମା ଆଉ ବଢ଼ିଯାଆନ୍ତା,
ଦରମା ବଢ଼ିଗଲା, ମାସେ 2 ମାସେ 3 ମାସେ ଟିକେ ଭଲ ଲାଗିଲା, ତାପରେ ଦେଖିବେ ପୁଣି ଅସନ୍ତୁଷ୍ଟ, ଇଏ ଦରମା ଆଉ ଅଣ୍ଟୁ ନାହିଁ। ବଜେଟ୍ ସବୁ ବାହାରି ପଡ଼ିବ, କ'ଣ ହେବ ଦରମା ବଢ଼ିଲେ। ସେଇ ହିସାବରେ ଜିନିଷ କିଣା ହେବ, ସେଇ ହିସାବରେ ସବୁ ଲୋନ୍ ହେବ, ଜମିବାଡ଼ି କିଣା ହେବ, ବିଲ୍ଡିଂ ହେବ। ଅଟୋମେଟିକ୍ ଆପଣ ଦେଖିବେ ଯେ ସମୀକ୍ଷା କରୁଥିବ ସେ ଚୁପ୍ ହେଇ ବସିବ ଏବଂ ଲୋକ ଧନ ପାଇଁ, ସମ୍ପତ୍ତି ପାଇଁ, କାମନା ବାସନା ପୂର୍ଣ୍ଣ ପାଇଁ କି ପ୍ରକାର ଦୁଃଖ ଯନ୍ତ୍ରଣା କଷ୍ଟ କରୁଛନ୍ତି, କାହାକୁ ତ ସମାଲୋଚନା କରାଯାଉନି। ଦେଖନ୍ତୁ ପାଣି ଭାର ନେଇ ଲୋକ କେମିତି ରାସ୍ତାରେ ଚାଲିଛନ୍ତି, କିଏ ଜଣେ ଯାଉଛନ୍ତି ମୁଁ ଭଗବାନଙ୍କୁ ପାଇବି ପାଣି ନେଇ ଯାଉଛି। ସମସ୍ତଙ୍କର କାହାର ପୁଅ, କାହାର ରୋଗଗ୍ରସ୍ତ, ଏ 2ଟା ମେନ୍, ସନ୍ତାନ, ରୋଗଗ୍ରସ୍ତ, ବେପାର କେମିତି ଭଲ ଚାଲିବ, ଆମର 2 ପଇସା ରୋଜଗାର ଅଛି। 100କୁ 100 ଆପଣଙ୍କର କଲେ ନେବେ, ଡାଟା ନେବେ, ପ୍ରାପ୍ତି ନହେବ ବାବାଙ୍କୁ କହିବେ। ମୁଁ ତ କାହାକୁ ସମାଲୋଚନା କରୁନି, ମଣିଷ ତ ଏଇଥିପାଇଁ ବଞ୍ଚିଛି। ଭାଗବତରେ ଲେଖା ଅଛି, ମନୁଷ୍ୟ ସୁଖ ଭୋଗ ଅଛନ୍ତି, ନାନାଦି ଦେବତା ପୂଜନ୍ତି। ବାବା କହୁଛନ୍ତି ସବୁରି ଭିତରେ ଭଗବାନ, ନିଜ ଭିତରେ ଭଗବାନ। ଏକଥା କେମିତି କହିଲେ ନା ଜ୍ଞାନ ପ୍ରାପ୍ତି ପାଇଁ ଆମମାନଙ୍କ ଭିତରେ ଏଇ କଥା ଆଲୋଚନା କରାଯାଉଛି, ଏଇଟାକୁ ସମାଲୋଚନା କରାଯାଉନି। ଆଲୋଚନା ଅଲଗା, ସମାଲୋଚନାଟା ଅଲଗା। ତ ଆମ ଭିତରେ ଏଇଭଳିଆ କାମନା ବାସନା ସେ ଗୋଟେ ରୂପ ଧାରଣ କରି ଚାଲିଛନ୍ତି, ଆମେ ଆଉ ଗୋଟେ ରୂପ ଧାରଣ କରିକି ଦୌଡ଼ିଛେ। କେମିତି ବେପାରଟାକୁ ବଢ଼େଇବା, କେମିତି ଚାକିରିରେ ପ୍ରମୋସନ୍ ହେବ, କେମିତି ଆମେ କରପସନ୍ କରିବା, କେମିତି ଆମର ଜମି କୋଠା ବାଡ଼ି ଐଶ୍ୱର୍ଯ୍ୟ ବଢ଼ିଯିବ। କାରଣ ସନ୍ତୁଷ୍ଟ ସତତଂ ଯୋଗୀ, ଯେତେବେଳେ ମୋ ସହିତ ଯିଏ ଯୁକ୍ତ ହୁଏ, ମୋ ସହିତ ପ୍ରତ୍ୟେକ ଦିନ ମିଳନ ହୁଏ, ସେ ଆଉ କେବେ କିଛି ପାଇବା ପାଇଁ ଆଶା କରେନି। କାହିଁକି ନା ସେ ଜ୍ଞାନ ତାକୁ ଭଗବାନ ଦିଅନ୍ତି। କେଉଁ ଜ୍ଞାନ ନା ଦିବ୍ୟ ଜ୍ଞାନ। ସେ ଦିବ୍ୟ ଜ୍ଞାନରେ ସେ କ'ଣ ହୁଏ ନା ସେ ଆଲୋକିତ ହୁଏ। ସେ ଜାଣେ ଏ ନଶ୍ୱର ପଦାର୍ଥ, ଏ ଭୌତିକ ଜଗତ ପଦାର୍ଥକୁ ମୁଁ ଯଦି ସଂଗ୍ରହ କରି ରଖିବି, ଇଏ ମୋତେ ଦିନ ଦୁଃଖ ଯନ୍ତ୍ରଣା କଷ୍ଟ ଦେବ ଏବଂ କ'ଣ ହେବ ନା ଭବିଷ୍ୟତରେ ଯିଏ ରହିବେ ସେଥିଲାଗି ସେମାନଙ୍କ ଭିତରେ କଳହ ନିଶ୍ଚିନ୍ତ ଭାବରେ ସୃଷ୍ଟି ହେବ। ଦେଖୁନାହାନ୍ତି, ଯେଉଁ ବାପା ମାଆଙ୍କର ଅଧିକା ସମ୍ପତ୍ତି, ସୁନା ଟଙ୍କା ଜମି ଅଛି, ସେ ପିତାମାତାଙ୍କର ଦେହାନ୍ତ ପରେ ଆପଣ ଦେଖନ୍ତୁ ସେମାନଙ୍କର ପିଲାମାନଙ୍କ ଭିତରେ କିପରି କଳି ଲାଗୁଛି ଏବଂ କୋର୍ଟ କଚେରୀ ଯାଇ କେସ୍ ପର୍ଯ୍ୟନ୍ତ ସେମାନେ ଯାଉଛନ୍ତି। କସ୍ମିନ୍ କାଳେ କେହି ଭାଇ ଭଉଣୀ କି କେହି କାହାକୁ ବି ଛାଡ଼ୁନାହାନ୍ତି। ବାପାଙ୍କ ନାଁରେ ପିଲାମାନେ ବି କେସ୍ କରିଦେଉଛନ୍ତି ବାପା ମାଆଙ୍କ ନାଁରେ। ଇଏ କ'ଣ ମିଥ୍ୟା କଥା? ଆପଣମାନଙ୍କର ବି ଅନୁଭବ ଥିବ, ସେଥିରେ ବି ଆପଣମାନେ ସମ୍ପୃକ୍ତ ହେଇଥିବେ। ଯେ ଦୀକ୍ଷା ନେଇଛି ସେ ଯେ ଏସବୁ କାମ କରୁନାହିଁ, ଏ ଗୋଟେ ଭୁଲ ଧାରଣା। ଯେ ସ୍କୁଲରେ ଆଡ଼ମିସନ୍ କରି ପାଠ ନ ପଢ଼େ ସେ କ'ଣ କେବେ ଛାତ୍ର ହୁଏ? ସେଇଭଳି ଯେ ଦୀକ୍ଷା ନେଇ ସାଧନା ନ କରେ, ଶାସ୍ତ୍ର ଅଧ୍ୟୟନ ନ କରେ, ସାଧୁସଙ୍ଗ ନ କରେ, ସାଧନା ନ କରେ, ସେବା ନ କରେ, ତା ଭିତରେ କେବେ ଏଇ ପବିତ୍ର ଭାବ ତା ମନରେ ନିର୍ବିକାର, ନିର୍ବିଚାର, ନିରଙ୍କାର ଭାବ ତା ଭିତରେ କେତେବେଳେ ଆସିବ ନାହିଁ। ଆରେ ଗଙ୍ଗା କୂଳରେ ଯିଏ ରହିଛି ସେ କ'ଣ ପବିତ୍ର ହେଇଯାଉଛି? ମନ୍ଦିର ଭିତରେ ଯେଉଁମାନେ ଚାକିରି କରିଛନ୍ତି, ମନ୍ଦିରରେ ସେବା କରୁଛନ୍ତି, ସମାଲୋଚନା ନୁହେଁ, ତାଙ୍କ ଭିତରେ କ'ଣ ପବିତ୍ରତା ଆସିଛି? ଶୁଦ୍ଧତା ଆସିଛି? ତାଙ୍କର ସମସ୍ତଙ୍କ ପ୍ରତି ସମାନ ଭାବ ଆସୁଛି? ସମାନ ଦୃଷ୍ଟି ଆସୁଛି? ନା ପ୍ରଭୁଙ୍କର ସେ ଭକ୍ତ ପ୍ରଭୁ ପ୍ରାପ୍ତି ପାଇଁ ସେ କ'ଣ କେବେ କରୁଛନ୍ତି? ଯିଏ ସେବା କରୁଛନ୍ତି ଯେଉଁଠି, ତା ପ୍ରତି ବଦଳରେ ସେବା ଯେତିକି କରୁନାହାନ୍ତି ତାଠୁ ଅଧିକା ପ୍ରାପ୍ତି ଆଶା ହିଁ ରଖୁଛନ୍ତି। ତେଣୁ ଯେତେବେଳେ ଆପଣ ନିତ୍ୟ ଯୋଗ କରିବେ, କୌଣସି କାମନା ବାସନା ଆପଣ ଭିତରେ ନାହିଁ, ତାଙ୍କୁ ଭଲ ପାଇ ବସିବେ। କାହିଁକି ନା ମୁଁ ତାଙ୍କର ସନ୍ତାନ, ମୁଁ ତାଙ୍କର ଅଂଶବିଶେଷ, ମୋର ଜନ୍ମ କେବଳ ତାଙ୍କ ସହିତ ମିଳନ ଏକକାର ହେଇଯିବା ପାଇଁ। ତାଙ୍କୁ ଆଗ ଭାବିବି, ଚିନ୍ତା କରିବି। ସେଥିଲାଗି କୁହାହେଲା ମନୁଷ୍ୟ ଜନ୍ମର ଲାଭ ଯେବେ ଗୋବିନ୍ଦେ କରେ ଭାବ।
କହିଲା ଏଠି ଭାବ କରିବା ପାଇଁ କହିଲା, ଆମର ତ ଭାବ ନାହିଁ, ସେଥିଲାଗି ଆମେ ଅଭାବରେ ଅଛେ, ଅସନ୍ତୁଷ୍ଟ ଆମ ଭିତରେ ହଉଛି। କେତେବେଳେ କେହି ସନ୍ତୁଷ୍ଟ ନୁହନ୍ତି, କିନ୍ତୁ ଯିଏ ସବୁବେଳେ ମିଳନ ଏବଂ ଯୁକ୍ତ ହେଇ ରହିବ ସେ ଆଉ କିଛି ଚାହିଁବନି। 6ଠ ଅଧ୍ୟାୟର 22 ଶ୍ଲୋକରେ ଭଗବାନ କହୁଛନ୍ତି, ଯାହାଙ୍କୁ ପାଇଲେ ଆଉ କିଛି ପାଇବାକୁ ଇଚ୍ଛା ହୁଏନି, ଯାହାଙ୍କୁ ଦେଖିଲେ ଆଉ କିଛି ଦେଖିବାକୁ ଇଚ୍ଛା ହୁଏନି, ଯାହାଙ୍କ କଥା ଶୁଣିଲେ ଆଉ କୌଣସି କଥା ଶୁଣିବାକୁ ଇଚ୍ଛା ହୁଏନି। ଅନେକ ଥର ବାବା କହିଛନ୍ତି, ଜଂ ଲବ୍ଧା ଚାପର୍ଲାଭଂ ମନନ୍ତେ ନାଧିକଂ ତତ୍ର ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣାପି ବିଚାଲତେ। ଏବଂ ପର୍ବତ ତୁଲ ଦୁଃଖ ଯନ୍ତ୍ରଣା କଷ୍ଟ ପୂର୍ବ ଜନ୍ମ ଜନ୍ମାନ୍ତର ସଂସ୍କାରରୁ ପ୍ରାପ୍ତି ହେଲେ କ'ଣ ହବ ନା ମଣିଷ ବିଚଳିତ ହବ ନାହିଁ, ବ୍ୟସ୍ତ ହବ ନାହିଁ, ତାକୁ କେବେ ଅସ୍ଥିର ଲାଗିବ ନାହିଁ। ସେ ଭାବିବ ଏସବୁ ମୋ କର୍ମର ଫଳ ଏବଂ ଏସବୁ ହେଉଛି ଭଗବାନଙ୍କର ଆଶୀର୍ବାଦ, ଏସବୁ ମୋ କୃତକର୍ମର ଫଳ। ମୁଁ ଯାହା କରିଛି ତାକୁ ମୁଁ ନିଶ୍ଚୟ ଭୋଗିବି। ଯିଏ ତାକୁ ଶ୍ରଦ୍ଧାରେ ଭୋଗେ, ଆନନ୍ଦରେ ଗ୍ରହଣ କରେ, ପରମ ପିତା ପରମ ବ୍ରହ୍ମ ତାପରେ କ'ଣ ହୁଅନ୍ତି, ବହୁତ ସନ୍ତୁଷ୍ଟ ରୁହନ୍ତି। ତେଣୁ ଯେତେବେଳେ ଆପଣଙ୍କର କର୍ମଫଳ ଯାହା ଭୋଗ ହେଉଛି, ଆପଣଙ୍କର କୌଣସି କାରଣ ନଥିବ, ଆପଣ ବସିଥିବେ ଭୋଗ ହବ। ସାଧୁ ହୁଅନ୍ତୁ, ଋଷି କ'ଣ କରୁଛନ୍ତି, ବସି ତପସ୍ୟା କରୁଛନ୍ତି। ରାଜା ପରୀକ୍ଷିତ ମୃଗୟା ଯାଇଛନ୍ତି, ଯିଏ ଧ୍ୟାନ କରୁଛନ୍ତି ସମାଧିସ୍ଥ ଅବସ୍ଥା, ତାଙ୍କୁ ମଗା ଯାଉଛି ପାଣି। ସେ ଯଦି ପାଣି ନଦେଲେ ମଲା ସାପଟା ତାଙ୍କ ବେକରେ କ'ଣ ହେଉଛି ନା ଗୋଡ଼େଇ ଦିଆଯାଉଛି। ତେଣୁ ପ୍ରାରବ୍ଧ ଏବଂ ଯାହା ଘଟଣା ଏ ସୃଷ୍ଟିରେ ଏ ସ୍ରଷ୍ଟା ଘଟଉଛନ୍ତି, କେହି ମାଧ୍ୟମ ନାହିଁ ବୋଲି ବାବା ପୂର୍ବରୁ କହିଲେ। ଦେଖିବେ ସବୁ ସେ ଘଟଣା ଘଟଉଛନ୍ତି ବିଶ୍ୱ ରଙ୍ଗମଞ୍ଚରେ, ଏ ସବୁ କିଛି ମଙ୍ଗଳ ପାଇଁ କରୁଛନ୍ତି। ଯଦି ତାଙ୍କୁ ବ୍ରହ୍ମଶାପ ନ ହେଇଥାନ୍ତା, ଋଷିକୁ ଅଭିଶାପ ନ ଦେଇଥାନ୍ତା, ତାହେଲେ ପରୀକ୍ଷିତ କେବେ ମୁନି ଋଷିଙ୍କର ଦ୍ୱାରସ୍ଥ ହେଇଥାନ୍ତେ ବ୍ରହ୍ମଶାପରୁ ମୁକ୍ତି ପାଇବା ପାଇଁ। ତେଣୁ ଭାଗବତ କାହାଙ୍କ ପାଖରେ ଥିଲା ନା ବ୍ୟାସଦେବଙ୍କ ଠାରୁ ଶୁକଦେବ ଶୁଣିଥିଲେ ଏବଂ ଶୁକଦେବ ସେ ଜ୍ଞାନକୁ ରଖିଥିଲେ। ସେଇଭଳି ପାତ୍ର ନହେଲେ ଏବଂ ସମର୍ପଣ ଭାବ ଯାହା ଭିତରେ ନଥାଏ, ତାକୁ ଯଦି ଆପଣ ଜ୍ଞାନଟା ଦେବେ, ସେ ଜ୍ଞାନଟା କେବେ କ୍ରିୟାଶୀଳ ହେବ ନାହିଁ। ଦେଖୁନାହାନ୍ତି, ବହୁତ ଲୋକ ବହୁ ସଂସ୍ଥାରେ ସମସ୍ତେ ଦୀକ୍ଷିତ, କାହାଙ୍କ ଭିତରେ ସେ ଆତ୍ମଜ୍ଞାନ ଆସିଛି କି? ପୁରୁଣା ଶାସ୍ତ୍ର ଜ୍ଞାନ ସମସ୍ତଙ୍କ ଭିତରେ ପ୍ରାୟ ଶୁଣିକି ମନେ ରଖିଦେଇଛନ୍ତି, ପରିପୂର୍ଣ୍ଣ, ବହୁତ ପରିପୂର୍ଣ୍ଣ। ସୁନ୍ଦର ଭାବରେ ଭାଗବତ କହିପାରିବେ, ସୁନ୍ଦର ଭାବରେ ଭଗବତ ଗୀତା କହିପାରିବେ, ସୁନ୍ଦର ଭାବରେ ରାମଚରିତ ମାନସ କହିପାରିବେ। ଏବେ ଜଗନ୍ନାଥ 5 ରାତ୍ର ସ୍କନ୍ଦ ପୁରାଣ ଉଦ୍ଧାର କରି କୁହାଯାଉଛି, ସୁନ୍ଦର ଭାବରେ 5 ଦିନ କହିପାରିବେ, କିନ୍ତୁ ତାଙ୍କ ଉଚ୍ଚାରଣ ସହିତ ଆଚରଣର କୌଣସି ସମାନ ଭାବ ନାହିଁ। ଯାହା ଫଳରେ ଯେଉଁ ବକ୍ତାମାନେ ଷ୍ଟେଜ ଉପରକୁ ଯାଉଛନ୍ତି, ସେ ଯାହା କହୁଛନ୍ତି ଆସୁଥିବା ଶ୍ରୋତାଙ୍କ ଉପରେ କୌଣସି ସୁଫଳ ପଡ଼ୁନାହିଁ। ଯଦି ଉଚ୍ଚାରଣ ଆଚରଣ ସମାନ ରହିବ ଏବଂ ସାଧୁ ଯାହା କହୁଥିବ ତା ବୁଝିଥିବ, ତା ଜାଣିଥିବ ଏବଂ ତା ଭିତରେ ସେଇ ଅବସ୍ଥା ହିଁ ଆସିଥିବ ଏବଂ ତାକୁ ନିର୍ଦ୍ଦେଶ ମିଳିଥିବ, ତୋ ଜଗତ କଲ୍ୟାଣ ଜଗତ ମଙ୍ଗଳ ପାଇଁ ତୋତେ ଏଇ କାମ ହିଁ କରିବାକୁ ପଡ଼ିବ। ସେଥିପାଇଁ ଆଗ ସାଧନା, ଗଭୀର ସାଧନା। କେଉଁ ଜନ୍ମ ଜନ୍ମାନ୍ତରର ସୁକର୍ମରୁ ଆମକୁ କିଛି ଶାସ୍ତ୍ର ଜ୍ଞାନ ପ୍ରାପ୍ତି ହେଇଛି। ଆମେ ଶାସ୍ତ୍ରକୁ ଭଲ କି ଆମର ଭଲ ମେମୋରି ପାୱାର ଅଛି, କଣ୍ଠ ଅଛି, ଆମେ ସୁନ୍ଦର ଭାବରେ ତାକୁ ଲୋକଙ୍କ ଆଗରେ ଉପସ୍ଥାପନା କରୁଛେ। ସେଇ ଭାବାପନ୍ନ ବ୍ୟକ୍ତି ଯେଉଁମାନେ ଟିକେ ଈଶ୍ୱର ପରାୟଣ ବ୍ୟକ୍ତି, ସେମାନେ ତାକୁ ଶୁଣୁଛନ୍ତି, ଟିକେ ଆନନ୍ଦ ହେଉଛନ୍ତି, ଉଠିଗଲା ପରେ ଯାହା ସେୟା, କିଛି ମନେ ନାହିଁ।
କିଛି ମନେ ରଖିପାରିବେନି। ଜିଷ୍ଟ ଆଜି କଥାର କ'ଣ କେହି ମନେ କହିପାରିବେନି। କ'ଣ କଥା ନା ଆମ ଭିତରେ କେମିତି ଆତ୍ମଜ୍ଞାନ ଆସିବ, ସବୁରି ଭିତରେ କେମିତି ଆତ୍ମଜ୍ଞାନ ଆସିବ। ଆମ ହୃଦୟ 2-4 ଜଣଙ୍କ ଭିତରେ ମନ ଯେମିତି ସୀମିତ ନ ରହିବ, ସମସ୍ତଙ୍କ ପାଇଁ ଆମ ଭିତରେ ସମାନ ଭାବ ସମାନ ଦୃଷ୍ଟି ଆସିବ। ତେଣୁ ସନ୍ତୁଷ୍ଟ ସତତଂ ଯୋଗୀ, ଯିଏ ସବୁବେଳେ ସନ୍ତୁଷ୍ଟ ଅବସ୍ଥାରେ ରହିଲା ସେ ହେଉଛି ଯୋଗୀ। ଯିଏ ଯୋଗୀ ସେ ସବୁବେଳେ ସନ୍ତୁଷ୍ଟ ଅବସ୍ଥାରେ ରହିପାରିବ। ସେ କିଏ ସନ୍ତୁଷ୍ଟ ନା ଯିଏ ଆବଶ୍ୟକତା ଠାରୁ କମ୍ ଚାହେଁ, ଯେତିକି ତାର ଆବଶ୍ୟକତା ତାଠାରୁ ସେ କମ୍ ଚାହେଁ। ଅନନେସେସରୀ ଲୋକମାନେ ଅଛନ୍ତି, ବର୍ଷକୁ 6 ହଳ 5 ହଳ ଚପଲ କିଣିବି ଯେ ପାଦରେ ମୋଡ଼ା ହେଉଛି। ଅନନେସେସରୀ ଗୋଟିଏ ହଳ ସ୍ପଞ୍ଜ ଚପଲରେ ଆମମାନଙ୍କର 2 ବର୍ଷ 1.5 ବର୍ଷ ଯାଉଛି। ଗୁରୁଦେବ କହିଥିଲେ ଟଙ୍କାଟେ ଅନନେସେସରୀ ଖର୍ଚ୍ଚ କରିବେ ନାହିଁ, ଟଙ୍କାଟାକୁ ସଞ୍ଚୟ କରି ସବୁ ଭଗବାନଙ୍କ ସେବାରେ ଲଗେଇଦେବେ। ଖାଲି ଚପଲ ନୁହେଁ, ସବୁ କ୍ଷେତ୍ରରେ, ଖାଇବାରେ, ଆପଣଙ୍କ ଡ୍ରେସରେ, ପ୍ରତି ମାସରେ ଲୋକ ଅଛନ୍ତି, 2 ମାସରେ 3 ମାସରେ 7 ଦିନରେ ଲୋକ ଅଛନ୍ତି ଡ୍ରେସ୍ କରିବେ, ପୁଣି କଷ୍ଟଲି ଡ୍ରେସ୍ କରିବେ ଏବଂ ତାକୁ ୟୁଜ୍ କରିବେ, ଫୋପାଡ଼ି ଦେବେ କି କାହାକୁ ଦେଇଦେବେ। ଯାହାକୁ ଦେଲ ଭାବିଲ ନାହିଁ ଆରେ ଯଦି ସବୁରି ଭିତରେ ଭଗବାନ, ଶାସ୍ତ୍ର କହୁଛି, ମୋ ଗୁରୁଦେବ କହୁଥିଲେ, ତାହେଲେ ମୁଁ ମୋ ଠାକୁରଙ୍କୁ, ମୋ ଭଗବାନଙ୍କୁ ମୁଁ ଏଇ ପୁରୁଣା ବସ୍ତ୍ର ପୁରୁଣା ଚପଲ ଦେବି, ତାହେଲେ ମୁଁ କ'ଣ ପାଇବି? ମୁଁ କ'ଣ ପାଇବି? ତାକୁ ନୂଆ କାହିଁ ନ ଦେବି? ଏ ଚିନ୍ତନ କେତେବେଳେ ହେଲାଣି? ଆଉ ଯଦି ଦେବି ନୂଆ ତାହେଲେ ଭଲ କାହିଁ ନ ଦେବି? ମୁଁ ଯେମିତି ପିନ୍ଧୁଛି, ଯେମିତି ୟୁଜ୍ କରୁଛି, ତାଠାରୁ ଭଲ ଜିନିଷ ତାଙ୍କୁ ଦେବି। ତାହେଲେ ପ୍ରତ୍ୟେକ କର୍ମର ଯଦି ଫଳ ଅଛି, ଯଦି ଏଇଭଳି କର୍ମ ଆପଣ କରି ଚାଲନ୍ତି ପ୍ରତ୍ୟେକ ଦିନ, ତା ରେଜଲ୍ଟ ଦିନ ଆପଣ ମିଳିବ ନା ମିଳିବ ନା? ଭଗବାନଙ୍କୁ ବିଶ୍ୱାସ କରନ୍ତୁ ନ କରନ୍ତୁ, ଆପଣ ଗଛଟିଏ ଲଗେଇଲେ ଏବଂ କ'ଣ କଲେ? ପାଣି ଦେଲେ, ଖତ ସାର ଦେଲେ, ଔଷଧ ପକେଇଲେ, ପୋକ ଯଦି ଲାଗିଲେ, ବାଡ଼ ବୁଝିଲେ କାଳେ କିଏ ପଶୁ ଖାଇଦେବେ ବୋଲି, ସେ ଗଛ ଦିନେ ବଡ଼ ହେବ। ଆପଣ ବିଶ୍ୱାସ କରନ୍ତୁ ନ କରନ୍ତୁ, ସୃଷ୍ଟିର ନିୟମ, ସେଥିରେ ଫୁଲ ଏବଂ ଫଳ ଆସିବ। ସେ ଫୁଲର ବାସ୍ନା ଫୁଟି ଆସିବ ଏବଂ ସେ ଫଳ ମଧ୍ୟ ସମସ୍ତେ ତୁମେ ଖାଇବ, ସମସ୍ତେ ଖାଇବେ। ଦେଖନ୍ତୁ ଏ ମଣିଷମାନେ କେତେ ଅଶାନ୍ତ ଭିତରେ, ଅସନ୍ତୁଷ୍ଟ ଭିତରେ ଦିନ କାଟୁଛନ୍ତି। ଦେଖନ୍ତୁ ଏ ବୃକ୍ଷମାନେ ଯିଏ ଯେଉଁଠି ଅଛନ୍ତି କେତେ ଶାନ୍ତ ଭାବରେ ରହିଛନ୍ତି। ସେମାନଙ୍କର ଜୀବନଟା ଭଗବାନଙ୍କ ପାଇଁ, ସେମାନେ ଜୀବନଟା କେବଳ ଭଗବାନଙ୍କ ପାଇଁ। ଆମ ଜୀବନଟା ଆମ ପାଇଁ, ପିଲାମାନଙ୍କ ପାଇଁ। ଲୋକଟେ କାହିଁକି ସୁଇସାଇଡ୍ କରୁଛି? ଲୋକଟେ କାହିଁକି ଅଶାନ୍ତିରେ ରହୁଛି? ଲୋକଟେ କାହିଁକି ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗୁଛି? ଲୋକର ଅଭାବ କାହିଁକି ଯାଉନାହିଁ? ଏଇଠି ଭଗବାନ ଭଗବତ ଗୀତା 12ଶ ଅଧ୍ୟାୟ ଭକ୍ତି ଯୋଗରେ କହୁଛନ୍ତି, ସନ୍ତୁଷ୍ଟ ସତତଂ ଯୋଗୀ, ଯିଏ ତାଙ୍କ ସହିତ ସମୟ ବାହାର କରି ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ମିଳନ ହେବ, ଯୁକ୍ତ ହେବ, ଏକକାର ହେବ। ବାବା ଏଠି କହୁଥିଲେ ମହେନ୍ଦ୍ର ବେଳା, ଅମୃତ ବେଳା କଥାଟି ରହିଗଲା। ତେଣୁ ଏଇ ବେଳାରେ ଗୋଟେ କାମ କଲେ ବହୁତ ଶୁଭ ହୁଏ। ମହେନ୍ଦ୍ର ବେଳା ହେଉଛି ରାତି 3:30ରୁ କି 4ଟାରୁ ଆପଣ ଉଠିଯିବେ। 3ଟାରୁ ଉଠିଗଲେ ଯଥେଷ୍ଟ। ତା ପୂର୍ବରୁ ଆପଣ ଶୋଇବେ, 6ଟା ବେଳେ 10ଟା ବେଳେ ଶୋଇବେ, 5 ଘଣ୍ଟା ନିଦ ହେଲେ ସଫିସିଏଣ୍ଟ। ଆପଣ ଉଠିକି ଧ୍ୟାନରେ ବସିବେ, ସେଇ ପରମାତ୍ମା ପରମ ବ୍ରହ୍ମକୁ ଧ୍ୟାନ କରିବେ। କୌଣସି କାମନା ଯୁକ୍ତ ଧ୍ୟାନ କରିବେନି, କୌଣସି ପ୍ରାପ୍ତି ପାଇଁ ମନ୍ତ୍ର ଜପ କରିବେନି, ଧ୍ୟାନ କରିବେନି। କେବଳ ପରମାତ୍ମା ପରମ ବ୍ରହ୍ମକୁ, ଯେମିତି ଗୁରୁଦେବ ଶିଖେଇ ଦେଇଛନ୍ତି ଯେ ନିଷ୍କାମୀ ଗୁରୁ, ଯେ ତତ୍ତ୍ୱ ଓ ଆତ୍ମଜ୍ଞାନର ଗୁରୁ, ଯିଏ ଶିଖେଇ ଦେଇଛନ୍ତି ତାଙ୍କ ସହିତ ମିଳନ ହେବା ପାଇଁ। କ'ଣ ପାଇଁ ମିଳନ ହେବି ନା ସବୁବେଳେ ମୁଁ ସନ୍ତୁଷ୍ଟ ରହିବି ଆଉ ମୋର ସମାନ ଦୃଷ୍ଟି ହେବ। ମୁଁ ସେଇଥିପାଇଁ ତାଙ୍କ ସହିତ ମିଳନ ହେବି, କାରଣ ସେ ସେଇଆ। ଭଗବାନ ଅସନ୍ତୁଷ୍ଟ ନୁହନ୍ତି,
ଭଗବାନଙ୍କର କାହା ପ୍ରତି ଦେଖୁନାହାନ୍ତି ସୂର୍ଯ୍ୟ କିରଣ ଟା ତାଙ୍କର, ସୂର୍ଯ୍ୟ ତାଙ୍କ ଆଲୋକରେ ଆଲୋକିତ, ଏଠି କାହାର ବଳ ନାହିଁ। ସୂର୍ଯ୍ୟ କିରଣ ଗୋଟେ ଗରିବ ଲୋକ ଉପରେ କ'ଣ ଅଲଗା ପଡୁଛି? ବର୍ଷା କ'ଣ ଗୋଟେ ଗରିବ ଲୋକ ପାଇଁ ଗୋଟେ ସୃଷ୍ଟି କରୁଛି? ପବନ ଗୋଟେ ଧନୀ ଲୋକ ବଡ଼ ଲୋକ ପାଇଁ କିଛି ସୃଷ୍ଟି କରୁଛି? ଜଳ କ'ଣ ସୃଷ୍ଟି କରୁଛି? ଏବେ ସିନା ମୂର୍ତ୍ତିକା ମାଟି କିଣା ବିକା ହେଉଛି, ଆଗେ କ'ଣ ମାଟି କିଣା ବିକା ଥିଲା? ଜମି ପଡ଼ିଥିଲା, ଯିଏ ଯେଉଁଠି ପାଉଥିଲେ ସେଠି ଘର ଦ୍ୱାର କରି ରହିଯାଉଥିଲେ। ଲୋକ ସଂଖ୍ୟା ବିପୁଳ ଜନସଂଖ୍ୟା ବୃଦ୍ଧି ପାଇବାରୁ ବିକ୍ରି ଖରିଦି ସବୁ ଚାଲିଛି, ଏବଂ ସେଇଟା ବି କାହାର ପରମାନେଣ୍ଟ ବି ନୁହେଁ। ତେଣୁ ସବୁବେଳେ ସମାନ ଦୃଷ୍ଟି ପରମ ପିତା ପରମ ବ୍ରହ୍ମଙ୍କର ତାଙ୍କର ସମସ୍ତଙ୍କ ସନ୍ତାନ ପ୍ରତି ରହିଛନ୍ତି। ଯିଏ ଯେତିକି ଯୋଗ୍ୟତା, ଯାହାର ଯେତିକି ଅଧିକାର ଅଛି, ସେ ତାକୁ ସେତିକି ଧାରଣ କରିପାରୁଛି, କିନ୍ତୁ ତାଙ୍କ ଦୃଷ୍ଟି ସମାନ। ସେଇଭଳି ଆମେ ସମୟ ବାହାର କରିକି ଏଇ ଟାଇମରେ ଯଦି ପ୍ରତ୍ୟେକ ଦିନ ଆମେ ବସିବା, ମହେନ୍ଦ୍ର ବେଳାରେ ତାଙ୍କ ସହିତ ଆମେ ଯୁକ୍ତ ହେବା, ତେଣୁ ତାହାର ଫଳ ଅନେକ ଆପଣଙ୍କୁ ଫଳିବ। ସେଇ କର୍ମଟାକୁ ଯଦି ମହେନ୍ଦ୍ର ବେଳା ଛାଡ଼ି ଅଲଗା ବେଳାରେ କରିବେ, ସେତିକି ରେଜଲ୍ଟ ଆପଣଙ୍କୁ ମିଳିବ, କିନ୍ତୁ ସେତିକି ରେଜଲ୍ଟ ମିଳିବନି। ଏଥିପାଇଁ ତ୍ୟାଗ ଜୀବନ କରିବାକୁ ପଡ଼ିବ। କିଛି ତ୍ୟାଗ କଲେ ଆପଣ କିଛି ସକ୍ସେସ୍ ହେବେ। ଯାହାର ତ୍ୟାଗ ନାହିଁ ତା ଜୀବନରେ ସକ୍ସେସ୍ ନାହିଁ। ଯିଏ ସମୟ ନ ଦେଇପାରୁଛି ଯେକୌଣସି ମ୍ୟାଟରରେ, ଖାଇଲା, ଶୋଇଲା, ମୋବାଇଲରେ ଦେଖିଲା, ଗପିଲା, ଯାବା, ଗଣ୍ଡେ ତ ପିନ୍ଧିବାକୁ ମିଳୁଛି, ଖାଇବାକୁ ମିଳୁଛି, ଘର ଖଣ୍ଡେ ମିଳିଛି। ଜଣେ ଆଜି ମୋତେ କହିଲେ, ଆମେ କହିଲୁ ଆଜ୍ଞା ଆପଣଙ୍କୁ ଗୋଟେ କଥା ଆମେ କହିବୁ, ଖରାପ ଭାବିବେନି। କାହାକୁ ପିନ୍ଧିବାକୁ ମିଳୁନି, କାହାକୁ ଖାଇବାକୁ ମିଳୁନାହିଁ, କାହାକୁ ରହିବାକୁ ଘର ଖଣ୍ଡେ ନାହିଁ। ଏଇଟା ତ ଗୋଟେ କମନ କଥା। ଆପଣଙ୍କ ଏତିକିରେ କ'ଣ ଆପଣ ରହିଗଲେ? ଏଇଥିପାଇଁ କ'ଣ ଆପଣଙ୍କର ଜନ୍ମ ହେଇଥିଲା ଏଇ ପିନ୍ଧିବା, ଖାଇବା, ଘର ଖଣ୍ଡେ ମୁଣ୍ଡ ଗୁଞ୍ଜିକି ରହିବା? ଆମେ କିଛି ଯାହାର ଜିନିଷ ଖାଉଛେ, ଯାହାର ଜିନିଷ ପିନ୍ଧୁଛେ, ଏ ତ ସବୁ ଈଶ୍ୱରଙ୍କର, ପରମାତ୍ମା ପରମ ବ୍ରହ୍ମଙ୍କର। ଆପଣ ପବନ ପାଇଁ କ'ଣ ଟ୍ୟାକ୍ସ ଦେଉଛନ୍ତି? ଜଳ ପାଇଁ କ'ଣ ଟ୍ୟାକ୍ସ ଦେଉଛନ୍ତି? ଆଲୋକ ପାଇଁ କ'ଣ ଟ୍ୟାକ୍ସ ଦେଉଛନ୍ତି? ଏଇ ଯେଉଁ ଗଛ ଫୁଲ ଫଳ ସବୁ ଭଗବାନ ସୃଷ୍ଟି କରିଛି, ତା ପାଇଁ କ'ଣ କାହାକୁ ଟ୍ୟାକ୍ସ ଦେଉଛନ୍ତି? କିଏ ତମ ବାପା ଅଜା ସୃଷ୍ଟି କରିଛି କଦଳୀ? ପୁଣି କଦଳୀରେ ଭେରାଇଟି କଦଳୀ, ପିଜୁଳିରେ ଭେରାଇଟି ପିଜୁଳି, କିଏ ତାକୁ ସବୁ କରିଛି? ତେଣୁ ତାଙ୍କୁ ଉପଲବ୍ଧି ଅନୁଭବ କରିବେ। ବହୁତ ଲୋକ କହିବେ ଯାହା ବା ଖଣ୍ଡେ ପିନ୍ଧିବାକୁ ମିଳୁଛି ଏବଂ ଖଣ୍ଡେ ଖାଇବାକୁ ମିଳୁଛି, ଖଣ୍ଡେ ରହିବା ପାଇଁ ଘର ହେଇଛି, ଆମର ଆଉ କିଛି ଦରକାର ନାହିଁ। ତୁମେ ଜାଣିଗଲ ନା, ଏ କ'ଣ କରିଛନ୍ତି ନା, ଏମାନେ ଦେଖିଲେ ଆମେ ଆଉ କିଛି କରିପାରିବୁ ନାହିଁ, ଆମ ଦ୍ୱାରା କିଛି ଆଉ ହେଇପାରିବ ନାହିଁ। ସେମାନେ ଭାବିକି ସେଇଥିରେ ଅଶାନ୍ତିରେ, ଅସନ୍ତୁଷ୍ଟରେ ଅଛନ୍ତି। ତାହେଲେ ଭଗବାନ କଥା କ'ଣ ମିଛ ହେଇଯିବ? ସନ୍ତୁଷ୍ଟ ସତତଂ ଯୋଗୀ। ଯିଏ ଯୋଗୀ ସେ ସର୍ବଦା ସତତ, ମାନେ ସବୁବେଳେ, ସବୁ ସମୟରେ ସେ କ'ଣ ନା ସନ୍ତୁଷ୍ଟ। ମୋ ସହିତ ଯେ ମିଳନ ହୁଏ। କେମିତି ମିଳନ ହେବେ? ଜଣେ ଗୃହସ୍ଥ ଲୋକ କହିଲେ, ସେ ବାବାଜୀ କ'ଣ ଜାଣିଛନ୍ତି ଭଗବାନ କୋଉଠି ଅଛନ୍ତି କହିପାରିବେ? ଭଗବାନ ହୃଦୟରେ ଅଛନ୍ତି। ଯିଏ ଗୃହୀ ହୋकर କହେ ଜ୍ଞାନ, ସେ ଆଦିମ ମହାନ ଠକ। ମୋର ମନେ ନାହିଁ, ଏଇଟା କବିର କହିଥିଲେ। ଯିଏ ଗୃହୀ ହେଇକରି ଜ୍ଞାନ କହେ, ତାଠାରୁ ଠକ ଏ ଦୁନିଆରେ କେହି ନାହାନ୍ତି। କେବେ ସାଧୁ ସନ୍ଥ ମାନଙ୍କୁ ଗୃହସ୍ଥାଶ୍ରମରେ ରହି ଆପଣମାନେ ଆତ୍ମଜ୍ଞାନ ପଢ଼େଇବେନି କି କହିବେନି। ଆପଣ ଯଦି କହିବେ, ଆପଣଙ୍କ ଅହଙ୍କାର, ଅଜ୍ଞାନତା କିଛି ନ କରିପାରିଲେ, ସେ ଈଶ୍ୱରଙ୍କ ପାଇଁ ବାପା ମା, ଭାଇ ଭଉଣୀ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନ, ଯେ ବିବାହିତ ହେବେ ସ୍ତ୍ରୀ, ଯେ ନ ବିବାହିତ ହେବେ ସ୍ତ୍ରୀ କି ଛାଡ଼ି ଦେଇକି ସେ ଯାଇଛନ୍ତି ତ ଭଜନ କରିବା ପାଇଁ। ସେତିକି ତୁମେ ଜନ୍ମରେ ଯଦି ଚେଷ୍ଟା କର, ଫୁଲଫିଲ୍ 50 ବର୍ଷ ପରେ, 60 ବର୍ଷ ପରେ ତାଙ୍କ ସହିତ ମୁଁ ଯାଇ ସାଙ୍ଗ ହେବି, ରହିପାରିବ?
ରହୁଛନ୍ତି ଜଣେ ଜଣେ କ୍ୱଚିତ୍। କେତେ ଜଣ ତୁମେ ମାନେ ଯେଉଁ ଆମଠୁ ଦୀକ୍ଷା ନେଇଛ, କେତେ ଜଣ ସବୁ ଛାଡ଼ିକି ପଳେଇବ? ଏଇଠି ମନରେ ପ୍ରଶ୍ନ ଉଠେ, କ'ଣ ସଂସାର ରହିଲେ ହବ ନାହିଁ? କସ୍ମିନ୍ କାଳେ ହବ ନାହିଁ। ଯଦି ସଂସାର ରହିକି ସନ୍ନ୍ୟାସ ହେବେ ତାହେଲେ ଆପଣଙ୍କର ହବ। ଯଦି ବି ସାଧୁ ହେଇକି ସନ୍ନ୍ୟାସ ହେବେ ହବ। ଯଦି ସାଧୁ ହେଇକି ବି ସନ୍ନ୍ୟାସ ନହେଲେ ପୁଣି ତମର ଯଦି ସେଠି ଆସକ୍ତି ଆସିଗଲା, କାମନା ବାସନା ମଠ ବାଡ଼ି ପ୍ରତି ଆସିଗଲା, ତୁମେ ଲୋକଙ୍କୁ ଯଦି ଭଗବତ ପ୍ରସଙ୍ଗ କହିଲ, ସେବା ନ କରିକି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ କରି, ବାବାଜୀ ମାନଙ୍କର ସବୁ ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ଗୃହସ୍ଥ ଲୋକ ତ କରିଛନ୍ତି ନା, ବାବାଜୀ ମାନେ ସବୁ ବାବାଜୀ କରିଛନ୍ତି। ଆପଣ ଭିତରେ ପ୍ରଶ୍ନ ଉଠୁଥିବ, ଯେଉଁମାନେ ସତ୍ସଙ୍ଗ କରୁଛନ୍ତି ଏଇ ବାବାଙ୍କର କ'ଣ ନାହିଁ? ପରୀକ୍ଷା କରି ଦେଖିଲେ ହବ। ଆଜିକାଲି ତ କିଛି ନାହିଁ। ସ୍ୱାମୀ ଶ୍ରଦ୍ଧାନନ୍ଦଗିରି ମାରିଦେବେ, କେଉଁ କେତେଟା ଆକାଉଣ୍ଟ, କେତେ ଡିପୋଜିଟ୍ ଅଛି ସବୁ ବାହାରିବ, କେତେଟା ଗାଡ଼ି, କେତେ ତାଙ୍କର ପ୍ରପର୍ଟି ସବୁ ଚାହିଁଲେ ଲୋକଟେ ବାହାର କରିପାରିବ। ତେଣୁ କହିବାଟା ଗୋଟିଏ ଅହଙ୍କାର। କୁହ ନାହିଁ ଭଗବାନଙ୍କୁ, ପରମାତ୍ମା ପରମ ବ୍ରହ୍ମକୁ କ'ଣ ଜଣା ନାହିଁ? କାହିଁକି କହିବ? ସତ୍ୟର ଦିନେ ପ୍ରଚାର ହବ। ସତ୍ୟର ପ୍ରଚାର ସତ୍ୟ କରିବ। ଯିଏ ନିଜର ପ୍ରଚାର କରେ, ନିଜ ନାଁରେ ସବୁ କାମ କରିଯାଏ, ସେ କିଏ ନା ସେ ହେଉଛି ରାକ୍ଷାସ, ସେ ହେଉଛି ରାବଣ। ସେ ରାବଣ ନା ଆଉ ରାକ୍ଷାସ। ନିଜର ପ୍ରଚାର କରେ ନା, ମେତେ ପୂଜା କର। ହିରଣ୍ୟକଶ୍ୟପ କହିଲେ ନାଇଁ କି, ରାବଣ କହିଲେ ନାଇଁ କି, ମୁଁ ହିଁ ଠାକୁର, ନବଗ୍ରହ ମୋ ପାଦ ତଳେ ଖଟୁଛନ୍ତି କହିଲା। ଭଗବାନ ରାମଚନ୍ଦ୍ର ପ୍ରଭୁ ଶ୍ରୀରାମ ରାବଣକୁ ମାରିଲେ, କହିଲେ ମୁଁ ତତେ ଏଇଥିଲାଗି ମାରିଲି, ତୁ ଗୋଟେ ସାଧୁ ସମାଜକୁ କଳଙ୍କିତ କରିଦେଲୁ। ତୁ ସାଧୁ ବେଶ ଧାରଣ କରି ତୁ ମା ସୀତାଙ୍କୁ ହିଁ ହରଣ କଲୁ। ସାଧୁ ମାନେ ଲୋକମାନେ କ'ଣ, ଗୃହସ୍ଥ ଲୋକମାନେ ଭାବିବେ ନା ସାଧୁମାନେ ଏଇ କାମ ସବୁ କରନ୍ତି। ଦେଖନ୍ତୁ, ଯେତେ ଭାରତ ବର୍ଷରେ ଯିଏ ଆରେଷ୍ଟ ହେଇଛନ୍ତି ସାଧୁମାନେ, ଜେଲରେ ଏବେ ବି ଅଛନ୍ତି କି ଜେଲରୁ ବାହାରି ଆସିଛନ୍ତି, ଆପଣ ଦେଖନ୍ତୁ କୌଣସି ବ୍ରହ୍ମଚାରୀ ସନ୍ନ୍ୟାସଙ୍କର ଏ ଅବସ୍ଥା ହେଇନାହିଁ। ସବୁ ଗୃହସ୍ଥ ଆଶ୍ରମ ଲୋକଙ୍କର ଏଇ ଅବସ୍ଥା ହିଁ ହେଇଛି। ଯେଉଁମାନେ ହେଇଛନ୍ତି ଆପଣ ସମୀକ୍ଷା କରିବେ, ଏଜୁକେଟେଡ୍ ଯାହାଙ୍କର ହେଇଛି, ସେ କେବେ ବ୍ରହ୍ମଚାରୀ ନୁହନ୍ତି କି କେବେ ସନ୍ନ୍ୟାସ ନୁହନ୍ତି। ଯେଉଁମାନେ ଏବେ ଅଛନ୍ତି ଦେଖିବେ ସବୁ ଗୃହସ୍ଥ ଆଶ୍ରମରେ ସେମାନେ ବ୍ରହ୍ମଚାରୀ ଆଉ ସନ୍ନ୍ୟାସ ହେଇଛନ୍ତି। ମନକୁ ମନ ସେଇମାନଙ୍କୁ ଧରା ହେଇଛି। ସାଧୁର ତ କିଛି ନାହିଁ, ତାକୁ ଧରିବ କି? ଥିଲେ କ'ଣ ଲୋକ ଧରିବ? ଗଭର୍ଣ୍ଣମେଣ୍ଟ ନିୟମ ଅନୁସାରେ ଯିଏ ଅନୁଷ୍ଠାନକୁ ଚଳେଇବ, କାହିଁ ତାକୁ କିଏ ଧରିବ? ତେଣୁ ବହୁତ ଲୋକ କହନ୍ତି ବାବାଜୀ ମାନଙ୍କ ଉପରେ ଇମ୍ପ୍ରେସନ ଖରାପ। ଏ ବାବାଜୀ ଗୁରା ଭଣ୍ଡ, ଠକ। ସମସ୍ତଙ୍କର ପାଖାପାଖି ପ୍ରାୟ ଲୋକଙ୍କର ଇମ୍ପ୍ରେସନ। ଇଏ ଗୋଟେ ବଡ଼ ଭଲ ବୃତ୍ତି ଜାଣିଛନ୍ତି, କରିକି ଜୀବନ ନିର୍ବାହ କରି ଜୀବନଟାକୁ ବିଳାସ ବ୍ୟସନ ଭିତରେ କାଟୁଛନ୍ତି। ଥରେ ରାତି 3ଟାରୁ ଉଠିଲ ଦେଖିବା, 4ଟାରୁ ଉଠିଲ ବାବାଜୀଙ୍କ ପାଖରେ ଶୋଇଲ। ଶୀତ ଦିନର ଯୋଉ କଥା, ଘୋଡ଼ି ଗାଡ଼ି ଶୋଇତ, ଉଠିକି ଦାନ୍ତ ଘଷି ବ୍ରଶ କରିକି ବସିପାରିବ 2 ଘଣ୍ଟା ଅଣ୍ଟାକୁ ସିଧା କରିକି? ସବୁଦିନେ ବସିପାରିବ? ନାଇଁ, ଆଜି ଦେହ ଭଲ ଲାଗୁନି, କିନ୍ତୁ ଫୋନ୍ ଆସିଲେ କଥା ହେବ, ସମୀକ୍ଷା କରିବାର ଅଛି। ଯଦି ତ ଦେହଟା ଭଲ ଲାଗୁନାହିଁ, ମୋ ଦେହଟା, ତାହେଲେ ଫୋନ୍ଟା ଆସିଲେ ମୁଁ କାହିଁ ଧରିବି? ପୁଣି ଖାଇବି, ପୁଣି ଝାଡ଼ା ଯିବି, ପୁଣି ମେକଅପ୍ ହେବି। ପୁରୁଷ ସ୍ତ୍ରୀ ଲୋକ ସମସ୍ତେ ମେକଅପ୍ ହେଉଛନ୍ତି, ସେତିକ ବି ହେବି। ଏଇଟା କେମିତି ହେଇପାରିଲି, ଏଇଟା କେମିତି କରିପାରିବି ନାହିଁ? ନା, ଆ ଉପରେ ପ୍ରାୟୋରିଟି ନାହିଁ, ଏମ୍ଫାସିସ୍ ନାହିଁ, ତାର ଗୁରୁତ୍ୱ ଆମେ ବୁଝିନେ। এইটা যে আমার বৃত্তি, এইথিপাই আমি জন্মগ্রহণ করিছে। উই আর বর্ন ফর সেলফ রিয়েলাইজেশন। এই কথা আমার বোধ নাই, কারণ শাস্ত্র কইছে কোটিয়ে কাম থব, তুমি ভগবানকে উপাসনা করিব, ধ্যান করিব, জপ করিব, ধ্যান করিব, সেবা করিব। জপ ধ্যান ভেরি ইম্পর্টান্ট। তুমি জপ ধ্যাନରେ বসিଯିବ, মনକୁ অন্তস্থ করিব এবং নিজ ভিতরে তাଙ୍କୁ দর্শন উপলব্ধি করিব
ଏବଂ କ'ଣ ହେବ ନା ମନ ଶାନ୍ତ ହେଇଯିବ, ମନ ବହିର୍ମୁଖୀ ହେବ ନାହିଁ, ମନରେ କୌଣସି ନକାରାତ୍ମକ ଚିନ୍ତା କେତେବେଳେ ଆସିବ ନାହିଁ। ତୁମେ ସନ୍ତୁଷ୍ଟ ସତତଂ ଯୋଗୀର ଅର୍ଥ ବୁଝିପାରିବ। ତାଙ୍କ ସହିତ ଯୁକ୍ତ ହେବାରୁ ତାଙ୍କ ଆଲୋକରେ ମୁଁ ଆଲୋକିତ ହେଉଛି। ଧୀରେ 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 ମୋ ଭିତରୁ ସମସ୍ତ ଅଜ୍ଞାନତା ଦୂରେଇ ଯାଉଛି। କ'ଣ ନା ମୋ ହୃଦୟ ପ୍ରଶସ୍ତ ହେଉଛି, ମୋ ମନ ପ୍ରଶସ୍ତ ହେଉଛି। ମୁଁ ତାଙ୍କୁ ଧୀରେ ଧୀରେ ସର୍ବବ୍ୟାପୀ ବୋଲି ଚିନ୍ତନ ବିଚାର ମଧ୍ୟ ମୁଁ କରୁଛି। ସର୍ବବ୍ୟାପୀ ବୋଲି ଈଶ୍ୱର ସର୍ବଭୂତାନାଂ ହୃଦେଷୁ ଅର୍ଜୁନ ତିଷ୍ଠନ୍ତି। ତେଣୁ କେବେ ଗୃହସ୍ଥର ଆଶ୍ରମ ରହି କୌଣସି ସାଧୁ ସନ୍ଥଙ୍କୁ କେବେ ଜ୍ଞାନ କଥା କେତେବେଳେ କହିବ ନାହିଁ। ନୀରବରେ ବସିବ, ତାଙ୍କ ପାଖରୁ ଶୁଣିବ ଏବଂ ସମୟ ବାହାର କରି ଦେଖିବ ସତରେ ମୋ ଜୀବନଟା କ'ଣ ଏଇ ଜଗନ୍ନାଥଙ୍କ ପାଇଁ, ପରମାତ୍ମା ପରମ ବ୍ରହ୍ମ ପାଇଁ ଉଦ୍ଦିଷ୍ଟ। ମୁଁ ତ ସଂସାରରେ ସବୁ କିଛି କଲି, ବିବାହ ହେଲି କି ପାଠ ପଢ଼ିଲି, ଚାକିରି କଲି, ବିଜନେସ୍ କଲି, କିଛି ଧନ ସମ୍ପତ୍ତି ସଂଗ୍ରହ କଲି, କିନ୍ତୁ ମୁଁ ଯେଉଁଥିପାଇଁ ଆସିଥିଲି, କହିକି ଆସିଥିଲି, ସେ ଭଗବାନଙ୍କୁ କ'ଣ ମୁଁ ଦର୍ଶନ କରିବିନି? ଏଇ ଆଖିରେ ଦେଖିବି ନାହିଁ, ଅନୁଭବ କରିବି ନାହିଁ? ଆମର ଏ କଥା ହଉନାହିଁ। ଦେଖନ୍ତୁ, ସାଧାରଣ ଟିକେ ପୁଅ ଝିଅ ଯଦି ପଡ଼ିଗଲେ ରୋଗରେ କି ଜ୍ୱରରେ କି କ'ଣ ଟିକେ ବାନ୍ତି ହେଇଗଲା କି କ'ଣ ଗୋଟେ ଦେହ ଅସୁସ୍ଥ ହେଇଗଲା, ନଶ୍ୱର ଶରୀର, କେତେ କାନ୍ଦ ବାପା ମାଙ୍କ ଆଖିରେ ଏବଂ ଅତି କ୍ଲୋଜ ଯେଉଁମାନେ କ'ଣ ସେ ଜେଜେମା ନା ଜେଜ ବାପା ଥାଆନ୍ତି ତାଙ୍କ ଆଖିରେ। କେମିତି ମୋ ପୁଅ ଝିଅ ନାତି ନାତୁଣୀର କି ଅବସ୍ଥା, କି କାନ୍ଦ, ଆଖିରୁ ଲୁହ ବି ସରୁନାହିଁ। କିନ୍ତୁ ଏ ଭଗବାନଙ୍କ ପାଇଁ, ଜଗନ୍ନାଥଙ୍କ ପାଇଁ, ପରମ ପିତା ପରମ ବ୍ରହ୍ମଙ୍କ ପାଇଁ ଟିକେ ଆଖିରେ ଲୁହ ଅଛି। ଆଖି ତାଙ୍କ ପାଇଁ ଏମିତି ଶୁଖିଯିବ ଯେ ଜମା କାନ୍ଦ। ଆମ ପାଖକୁ ବହୁତ ଲୋକ ଆସନ୍ତି, କାନ୍ଦନ୍ତି, ଭାରି ବ୍ୟସ୍ତ ହୁଅନ୍ତି। ଆମେ ସମସ୍ତଙ୍କୁ ଗୋଟିଏ କଥା ହାତ ଯୋଡ଼ି କହୁ, ଆପଣ ଟିକେ ଠାକୁର ପାଖରେ କାନ୍ଦିକି କହୁନାହାନ୍ତି। ଠାକୁର କ'ଣ ନାହାନ୍ତି? ଯଦି ଠାକୁର ନାହାନ୍ତି ତାହେଲେ ସେ ଘରେ ଫଟୋ କାହିଁ ରଖିଛ, ମୂର୍ତ୍ତି କାହିଁ ରଖିଛ? ତାଙ୍କୁ କାହିଁ ଦୀପ ଦଉଛ, କାହିଁକି ଫୁଲ ଦଉଛ, କାହିଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା କ'ଣ ହଉଛ? କାମନା ବାଡ଼େଇକି, ମୁଣ୍ଡ ବାଡ଼େଇକି ତମର ବାସନା କାମନାର କଥା ଗୁଡ଼ା କାହିଁକି କହିଯାଉଛ? ସେ ତ କେହି ନାହିଁ, ଆଉ ଅଛି ବୋଲି ତମେ କାମ କରୁଛ, କିନ୍ତୁ ତୁମର କନସେପ୍ଟ କ୍ଲିୟର ହେଇନି। ସତରେ ସେ କ'ଣ ଏଇଠି ଅଛନ୍ତି, ମୋତେ ଦେଖୁଛନ୍ତି? ଏମିତି ତ କୁହାଯାଏ। ଆଉ ଏଇ ପ୍ରୋସେସରେ ଠାକୁରଙ୍କୁ କ'ଣ କରାଯାଏ ନା ଉପାସନା କରାଯାଏ। ତେଣୁ ସେ କହି ପକେଇଲା, ତାପରେ କ'ଣ ବିଶ୍ୱାସ ଅଛି? ସତରେ କ'ଣ ଆ ଭିତରେ ସେ ଅଛି? ଆଜି ଗୋଟେ ସୁନ୍ଦର କଥା ଶାରଦା ମାଙ୍କୁ କହୁଥିଲି। ନାମାଚାର୍ଯ୍ୟ ବାୟା ଥିଲେ, ଭାରି ନାମ ପ୍ରେମୀ, ଯୋଉଠି ବସୁଥିଲେ ନାମ ସବୁବେଳେ ଚାଲୁଥିଲା 24 ଘଣ୍ଟା। ସେ ଶୋଇଲେ ବି ନାମ, ବସିଲେ ନାମ, ଝାଡ଼ା କଲେ ନାମ, ଗାଧେଇଲେ ନାମ। କଳି ଯୁଗରେ ନାମ ସାର ବୋଲି ବହୁତ ଶାସ୍ତ୍ରରେ ଲେଖା ଅଛି। ସତରେ ତପ ପୂଜା ଫଳ, ତ୍ରେତାରେ ଯଜ୍ଞାଦି ସାର, ଦ୍ୱାପରେ ମୂର୍ତ୍ତି ପୂଜା ଜ୍ଞାନ, କଳିରେ ନାମ ସଂକୀର୍ତ୍ତନ ବୋଲି ଭାଗବତରେ ଲେଖା ଅଛି। କୋଉ ନାମ କୋଉ ସଂକୀର୍ତ୍ତନ କାହାକୁ ଜଣା ନାହିଁ। ଯାହା ହଉ ସ୍ଥୂଳଟା କରନ୍ତୁ, ସ୍ଥୂଳ କରୁ କରୁ ପୁଣି ତ ସୂକ୍ଷ୍ମ ହବ ନା। ବ୍ରହ୍ମା ବିଷ୍ଣୁ ମହେଶ୍ୱର ମୋଡ଼ ମୋଡ଼, ପୁଣି ଓଆ ଲେଖା ହବ, ପୁଣି ମାତ୍ରା ପଢ଼ା ହବ, ପୁଣି ବହି ପଢ଼ା ଚାଲିବ। ତେଣୁ କ'ଣ ହେଲା ନା ଯିଏ ଆସନ୍ତି ବାୟା ବାବାକୁ, ବାୟା ବା କ'ଣ କରନ୍ତି ନା ସମସ୍ତଙ୍କୁ ଭାଗବତ କଥା ଶୁଣାନ୍ତି। ବାୟା କୋଉ ଷ୍ଟେଜରେ ବସି ଦିନେ ସତ୍ସଙ୍ଗ କରିନାହାନ୍ତି। ଥରେ ତାଙ୍କୁ ଡାକିଥିଲେ ଅଭିରାମ ପରମହଂସ ମଠକୁ ଏବଂ ବହୁ କଷ୍ଟରେ ବାୟା ବା ପୁରୀରୁ ଯାଇଥିଲେ କରମଳା, ଏବଂ ସେଠି ସେ ତାଙ୍କୁ ରିକ୍ୱେଷ୍ଟ କରାଗଲା, ରବାବା ବୋଲି ଯେଉଁ ଥିଲେ ସାଧୁ ଦେହ ଛାଡ଼ିଲେଣି, ବାୟା ବା ଦେହ ଛାଡ଼ିଲେଣି, ତାଙ୍କୁ କୁହାହେଲା ଟିକିଏ ଗୁରୁତତ୍ଵ ଉପରେ କୁହ। ସେ ଗୋଟିଏ ସେଣ୍ଟେନ୍ସ କହି କାନ୍ଦିଥିଲେ ଏବଂ ଷ୍ଟେଜରୁ ଓହ୍ଲେଇ ଗାଡ଼ିରେ ବସି ପୁରୀ ପଳେଇ ଆସିଥିଲେ। ଯାହା କହିଥିଲେ ସେଇଟା ବାବା ପୂର୍ବରୁ କହିଲେ। ଏବେ ଯେଉଁ ବକ୍ତାମାନେ ଅଛନ୍ତି, ମୁଁ କାହାକୁ ସମାଲୋଚନା କରୁନି, ନିଜକୁ ବି କହୁଛି,
ଏବଂ ଯେଉଁ ସ୍ପିଚ୍ ଦେଉଛନ୍ତି ଶାସ୍ତ୍ର ପଢ଼ିକି ବାବା ବି କହୁଛନ୍ତି, ସେଥିରୁ କିଛି ପଦେ ପଦେ କହୁଛନ୍ତି, ଅନୁଭବର କଥା ବହୁତ କହୁଛନ୍ତି। ସେମାନଙ୍କର ସେଇ ଅବସ୍ଥା ହେଇଛି ତ। ବାବା କହିଲେ ମୁଁ ସବୁରି ଭିତରେ ଗୁରୁଙ୍କୁ ସ୍ମରଣ କରି ପ୍ରଣାମ କରୁଛି, ସେତିକିରେ ସ୍ପିଚ୍ ବନ୍ଦ। କ୍ରିୟା ଯୋଗ ଆଶ୍ରମ ପରମ୍ପରାରେ ଗୋଟେ ସୁନ୍ଦର କଥା, ପ୍ରଭୁଜୀ ବୋଲି ଜଣେ ସାଧୁ ଥିଲେ। ଯାହା ଆଶ୍ରମକୁ ଆସୁଥିଲା ପ୍ରଭୁଜୀ କ'ଣ କରୁଥିଲେ, ସମସ୍ତଙ୍କୁ ସମାନ ଭାବରେ ବାଣ୍ଟିକି ଦଉଥିଲେ। ସମସ୍ତେ ଯେତିକି ଆଶ୍ରମ ଥିଲା, ଯଦି ଗୋଟିଏ ପିଠା ଆସେ, ଗୋଟିଏ କଦଳୀ ଆସେ, 10 ଜଣ ଥିଲେ 10 ଖଣ୍ଡ ହବ। କାରଣ ସମସ୍ତଙ୍କ ଭିତରେ ଭୋଗ ଲାଗୁଥିଲା, କାରଣ ସବୁରି ଭିତରେ ସେ ଆତ୍ମାକୁ ଉପଲବ୍ଧି ଏବଂ ଅନୁଭବ କରୁଥିଲେ। ସେ ଯୁକ୍ତେଶ୍ୱର ଗିରିଙ୍କର ଶିଷ୍ୟ ଥିଲେ, ଉଚ୍ଚ କୋଟିର ଶିଷ୍ୟ ଥିଲେ। ତାଙ୍କୁ ଥରେ ଷ୍ଟେଜରେ ବସାଗଲା, ତାଙ୍କୁ ଗୁରୁଦେବ ରିକ୍ୱେଷ୍ଟ କଲେ। ଆମେ ଯାହାଙ୍କଠୁ ଦୀକ୍ଷା ନେଇଥିଲୁ ଗୁରୁଦେବ ନାଁ ଧରନ୍ତି ନାହିଁ, ପରମହଂସ ହରିହରାନନ୍ଦ, ତାଙ୍କୁ ରିକ୍ୱେଷ୍ଟ କଲେ ଟିକେ କ୍ରିୟା ଯୋଗ ଉପରେ ପ୍ରବଚନ ଦେବାକୁ। ସେ ଷ୍ଟେଜ ଉପରୁ ମନା କଲେ, ବହୁତ କଷ୍ଟରେ କହିବାରୁ ସେ କହିଲେ ଗୋଟିଏ ସେଣ୍ଟେନ୍ସ, କାଙ୍କ ଭଳିଆ ନା ନାମାଚାର୍ଯ୍ୟଙ୍କ ବାୟା ଭଳିଆ। କ'ଣ କହିଲେ? ବାୟାବାଙ୍କ କଥାଟା ରହିଯାଇଛି, କୁହାହବ। ସେଠୁ ଗୋଟେ କଥା ତ ଅନେକ କଥା ମୁଣ୍ଡ ଭିତରକୁ ଆସୁଛି। କହିଲେ ମୁଁ ସବୁରି ଭିତରେ ଆତ୍ମାକୁ ଅନୁଭବ କରି ପ୍ରଣାମ କରୁଛି। ମୋର ବକ୍ତବ୍ୟ ମୁଁ ଏତିକି ରଖୁଛି, ପୁଣି ସମସ୍ତଙ୍କୁ ଆଉ ଥରେ ପ୍ରଣାମ କରୁଛି। ସେତିକିରେ ତାଙ୍କ ସ୍ପିଚଟାକୁ ସେଣ୍ଡ କରିଦେଲେ। ଏଇ ବୋଧଟା ଯେତେ ଆଲୋଚନା ଯିଏ ହବ, ଜିଷ୍ଟଟା ସେତିକି। ସେ ସେତିକି କହିଦେଇ ବସିଲେ। ଆଜି ସେତିକି କଥା କହି ବସିଥିବାରୁ ଏଥିପାଇଁ ମୋତେ ଗୁରୁଙ୍କର ଆଶୀର୍ବାଦ କୃପା ଦ୍ୱାରା ହିଁ ମୋର ଏ ସମ୍ଭବପର ହେଇପାରିଛି, କି ହେବାକୁ ଯାଉଛି। ଆପଣ ଯେତେବେଳେ ସ୍ପିଚ୍ ଡକା ହେଉଛି କହିବା ପାଇଁ ଆଶ୍ରମରେ, ଆପଣ କ'ଣ ଗୁରୁଙ୍କୁ ଛାଡ଼ି କୁଆଡ଼େ କ'ଣ କହି ଯାଉଛନ୍ତି ଯେ ତାର ଠିକ୍ ଆଉ ଠିକଣା ନାହିଁ। ଇଏ କାହା ଦ୍ୱାରା ପାଠ ପଢ଼ିଲ ତା କଥା ନାହିଁ, କିଏ ଶିଖେଇଲା ତା କଥା ନାହିଁ, କାହାର ଆଶୀର୍ବାଦରେ କାମ ହେବ ସେ କଥାକୁ କେହି ଉପସ୍ଥାପନା କରିପାରନ୍ତି ନାହିଁ। କାହିଁକି ନା ତାଙ୍କ ଭିତରେ ତ ଜିନିଷ ମେମୋରିରେ ନାହିଁ, ସେ ଉପସ୍ଥାପନା କରିବେ କେମିତି? ତାଙ୍କ ମେମୋରିରେ ଥିଲେ ସିନା ସେଇଟା ବାହାରିବ। ଏଇ ମାଇକିରେ ଯେଉଁ ମେମୋରି, ଆଜିକାଲି ତ ମେମୋରି ଯୁଗ ହେଇଗଲା ନା, ସବୁ ମେମୋରି ଭିତରେ ରହୁଛି। ତା ମେମୋରିରେ ନାହିଁ ସେ ପ୍ରୋଗ୍ରାମ, ଆଉ ସେ ତେମିତି ଯେତେ ଶିଖାଉ କୁହ ସିଏ କ'ଣ କହିବ? ତାପରେ କ'ଣ ହେଲା ନା, ବାୟା ସମସ୍ତଙ୍କୁ ପ୍ରସାଦ ଖାଇବାକୁ ଦେଉଥିଲେ। ଯିଏ ଆସିଲା, ଯାହା ଆଶ୍ରମରେ ହେଇଛି ପ୍ରାୟ ସମସ୍ତେ ପ୍ରସାଦ ପାଉଥିଲେ। ଏବଂ ଯଦି କିଏ ନ ଖାଉଥିଲେ, ଶିଷ୍ୟମାନେ କହୁଥିଲେ, ବାୟା କହୁଥିଲେ, ଆରେ ବାପା ସେମାନଙ୍କୁ ଖୁଆଇ ଦିଅ। ଯାହାକୁ ଆପଣ ଖୋଇଦେବାକୁ ବସିବେ ସେ ଖାଇବ ନାହିଁ, ସେ ନିଶ୍ଚିନ୍ତ ଅଳ୍ପ ହଉ ବହୁତ ହଉ ପତରେ ଟିକେ ପ୍ରସାଦ ପାଇକି ଯିବ। ମୁସଲମାନ 2 ଜଣ ଆସୁଥିଲେ ବାବାକୁ, ଅନେକ ମୁସଲମାନ ଆସୁଥିଲେ, 2 ଜଣ କଣ୍ଟିନ୍ୟୁଅସ୍ ଆସୁଥିଲେ। ଥରେ ସେ କଥା ପ୍ରସଙ୍ଗରେ କହିଲେ, ହେଲେ ବାୟାର ସବୁ କଥା ଭଲ, କିଛି ଖରାପ ନୁହେଁ। ଦେଖନ୍ତୁ ସନ୍ତୁଷ୍ଟ ସତତଂ ଯୋଗୀ ଆଉ ତେଣିକି ଯାଇନାହିଁ, ଗୋଟିଏ ଶୁଳ୍କ ଘଣ୍ଟାଏ ଉପାସ କରିଗଲା। ତେଣୁ କ'ଣ ସବୁ ଭଲ, ଏଇ ପିତୁଳା ପୂଜାଟା ଆମକୁ ଭଲ ଲାଗୁନାହିଁ। ଯେମିତି ବାବା ଏବେ କହିଲେ, ଇଏ ବିଗ୍ରହ ଜାଣିଲ, ଇଏ ଜଗନ୍ନାଥ ତମ ରୁମ୍ରେ ଜାଣିଲ, କି ଗୁରୁଙ୍କ ବିଗ୍ରହ ଜାଣିଲ, ମୁଣ୍ଡିଆ ମାରିଲ, ସବୁ କଥା କହିଲ, ଉଠିଗଲା ପରେ ଆଉ ସେ କଥା ମନେ ନାହିଁ, ତାଙ୍କ କଥା ଭୁଲିଗଲ। ତମେ ରୋଷେଇ କରି ଖାଇଲ, ସେ ସେଠି ଉପାସ ବଇଛି। ଯଦି ତାଙ୍କ ଆଗରେ ମୁଣ୍ଡିଆ ମାରି କହିଛ, ତମର ଏଣେ ସବୁ ପ୍ରକାର ଭେଜ ନନଭେଜ ଖାଇଛ, ଦେଖିତ ଲୋକମାନେ ତ ଭେଜ ଖାଉଛନ୍ତି, ନନଭେଜ ଖାଉନାହାନ୍ତି, ସିଏ ଉପାସ। ଯଦି ଗୁରୁ ଖାଇଥିବେ ଆଉ ତାଙ୍କର ନାଡ଼ି ଶୁଖିଗଲାଣି, ଖାଇବାକୁ ନ ଦେଇକି ଗୋଟେ ନକୁଳି ଦାନାଟେ ତାଙ୍କୁ ଆମେ ଦେଇଦେବା, ହେଲେ ଛୋଟିଆ କଦଳୀଟେ ଦବ ଭୋଗ କରିବାକୁ, ବଡ଼ କଦଳୀ ଦବ ନାହିଁ। ଯେଉଁ ସେଉ କମ୍ ଟଙ୍କା, ସେଉଟା ଦିଅ। ସମସ୍ତଙ୍କର 99.9 କହିଲେ ଭୁଲ ହବ ନାହିଁ।
କିଏ କରିଛନ୍ତି? ଆମର ଆଜି ରଜ, ଆମେ ଡ୍ରେସ୍ ପିନ୍ଧି ଆମ ଗୁରୁ ପିନ୍ଧିବେ କି ଭଗବାନ ପିନ୍ଧିବେ, ଆମେ ପରେ ପିନ୍ଧିବା। କାହାର ଭାବନା ଅଛି? ଯିଏ ଯେତିକି ଲେଖିବ ବାବା କହିଛନ୍ତି ସେ ସେତିକି ନମ୍ବର ପାଇବ। ଜଷ୍ଟ ନଲେଜ ପାଇଁ କୁହାହେଉଛି। ତାପରେ କ'ଣ ହେଲା? ବାବା ସବୁବେଳେ ଶୁଣିଲେ। ଦିନେ ଜଣେ ଶିଶୁକୁ କହିଲେ ଟିକେ ଫଳ ଭୋଗ କରି ରାଧାକୃଷ୍ଣଙ୍କ ପାଖରେ ସେମାନଙ୍କୁ ଦିଅ। ସେମାନଙ୍କୁ ଯେମିତି ସେ ଭୋଗ କରି ଦେଇଦେଲେ ପ୍ଲେଟରେ, ସେ କହିଲେ ବାୟା ତୁମେ ଏତେ ବଡ଼ ସାଧୁ, ତୁମକୁ ଆମେ ବହୁତ ଭଲ ପାଉ, ତୁମେ ଆଜି ଆମକୁ ଭୋଗ ଦେଲ ଖାଇବାକୁ? ତୁମେ ଜାଣିଛ ଆମେ ମୁସଲିମ, ଆମେ କୌଣସି ଭୋଗ ପ୍ରସାଦ ପାଇବୁ ନାହିଁ। ବାୟା ହସିଲେ, କହିଲେ ସେ ପିତୁଳା ବା, ସେ କ'ଣ ଠାକୁର? ଶୁଣନ୍ତୁ କଥାଟା କେତେ ଜ୍ଞାନ ରାଜ୍ୟର କଥା। ସେ କ'ଣ ଠାକୁର? ସେ ବା ପିତୁଳା। ଆପଣ କହିଲେ ଏ ପିତୁଳା ପାଖରେ ଦେଇଦେଲେ ଭୋଗ କ'ଣ ହେଲା? ତେଣୁ ଯାହାର ଯେମିତି ଭାବନା, ଯଦି ଗୁରୁ ଇଏ ତାଙ୍କୁ ଆମ ଘରେ ବସେଇଛି, ତାଙ୍କ ପାଖରେ ଦୀପଟେ ଲଗାଉଛି, ତାଙ୍କୁ ମୁଁ ସବୁ କଥା କହୁଛି, ତାର ତ ତାଙ୍କ ପ୍ରେଜେନ୍ସ ସେଠି ହିଁ ଅଛି, ମୁଁ ନିଜେ ପ୍ରୁଭ୍ କରୁଛି। କିନ୍ତୁ ସେ କଥାକୁ ମୁଁ ବୁଝିପାରିନାହିଁ, ସେ କଥାକୁ ମୁଁ ଅନୁଭବ କରିପାରୁନାହିଁ, ମୁଁ ସେ କଥାକୁ ଜାଣିପାରୁନାହିଁ। ମୁଁ ଗୋଟେ ମାନେ ଚରାଚରିତ ପ୍ରଥା ଅନୁସାରେ ମାନେ ଏମିତି ଡାକନ୍ତି ବୋଲି ମୁଁ କାହାଠୁ ଶୁଣିଥିଲି, ଦେଖିଥିଲି, ଜାଣିଥିଲି, ମୁଁ ସେୟା କରିଦେଲି। ତାପରେ ମୁଁ ତ ଭୁଲିଗଲି। ଆଉ ତାଙ୍କ ପାଇଁ ଆଉ ପଉଡ଼ ହବ କି ସେ ଖାଇବେ କି ସେ ଉଠିବେ କି ତାଙ୍କୁ କେଉଁ ଜିନିଷ ଦିଆହବ, ଆଉ ସେ କଥା ମୋର ମନେ ନାହିଁ, ସ୍ମରଣ ନାହିଁ। କିନ୍ତୁ ଯେତେବେଳେ ଦୁଃଖ ପଡ଼ିଲା ସେତେବେଳେ କାନ୍ଦ କିନ୍ତୁ ତାଙ୍କ ପାଇଁ ହେଇପାରିବ ନାହିଁ, କେବେ ହେଇପାରିବନି। ଗୋଟେ ବଢ଼ିଆ ସୁନ୍ଦର ଭଜନ, ମୁଁ ତ ଭଜନ ବୋଲେନି, ଶିଖିଥିଲି ପିଲାଦିନେ। ପ୍ରଭୁ ପାଇଁ ତୋର କାନ୍ଦିଲେ ଅନ୍ତର, ମନ୍ତର ଯନ୍ତର ଲୋଡ଼ା ନୁହଁ। ପ୍ରଭୁ ପାଇଁ ତୋର କାନ୍ଦିଲେ ଅନ୍ତର। ସର୍ବଶ୍ରେଷ୍ଠ ହେଉଛି ଶ୍ରଦ୍ଧା, ବ୍ୟାକୁଳତା। ଯାହାର ଯେତେ ଶୀଘ୍ର ଆସିବ ତାର ଦର୍ଶନ ଏ ଚର୍ମ ଚକ୍ଷୁରେ ମଧ୍ୟ ଭଗବାନଙ୍କର ହବ। ତାହା ଯେ ଶେଷ ନୁହେଁ, ଆହୁରି ସାଧନାରେ ଅନେକ ବାଟ ଯିବାର ଅଛି। କିନ୍ତୁ ଏ ଚର୍ମ ଚକ୍ଷୁରେ ହିଁ ସେ ପ୍ରକଟ ହେବେ। ଠାକୁର ଖା କ୍ଷୀରି। ଛୋଟ ପିଲାଟି କହିଲା ନା, ବାପା ଯାଇଛି ତୀର୍ଥ କରି, ତା ତଳପଦ ଯଦି ନ ଖାଇବୁ ଏ ପାଞ୍ଚଣକୁ ଚାହିଁଥା। ଉଠେଇଲା ପାଞ୍ଚଣ, ଆଉ କ'ଣ? ଛୋଟ ପିଲା ନା, ସରଳ। 10 ଥର 20 ଥର କହିଲା ବାପା କହିଛି କ୍ଷୀରି ଖୋଇକି ଆସିବୁ ନା। ସିଏ କ'ଣ ଜାଣିଛି ସତରେ ଠାକୁର କ୍ଷୀରି ଖାଆନ୍ତି କି ନ ଖାଆନ୍ତି? ଠାକୁର ଖା କ୍ଷୀରି, ବାପା ଯାଇଛି ତୀର୍ଥ କରି, ଯଦି ନ ଖାଇବୁ କ୍ଷୀରି ଚାହିଁଥା ପାଞ୍ଚଣକୁ। ଯେତେବେଳେ ମାନେ ସରଳ ମନର ଛୁଆ ଯେତେବେଳେ କହିବ, ତା ଭିତରେ କିଛି ନାହିଁ, ନିଷ୍କପଟ। ସେଇ ଲାଗି ଶିଶୁମାନଙ୍କୁ ସମସ୍ତେ ଭଲ ପାଆନ୍ତି। କାହିଁକି ନା ତାଙ୍କ ଭିତରେ ସରଳତା ଥାଏ। ଯାହା ଭିତରେ ସରଳତା ରହିବ ତାକୁ ସମସ୍ତେ ଭଲ ପାଇବେ, ସମସ୍ତେ ଦେଖିଲେ ଖୁସି ହେଇଯିବେ, ସମସ୍ତେ ଦେଖିଲେ ଆନନ୍ଦ ହେବେ। ବାବା କଥା ପ୍ରସଙ୍ଗରେ ଅନେକ ଥର କହିଛନ୍ତି କ'ଣ ନା, ସାଧୁ ହେଇପାରିବେ, ବାବାଜୀ ହେଇପାରିବେ, କିନ୍ତୁ ସରଳ ହେଇପାରିବେନି। ସରଳର ସଂଜ୍ଞା ଯାହାର ଭିତର ବାହାର ସବୁ ସମାନ। ଆଜି ବାବା କହିଲେ ଆକାଉଣ୍ଟ ନାହିଁ, କାଳେ ସର୍ଚ୍ଚ କ'ଣ କରିବ କିଏ? ମିଛରେ ଆକାଉଣ୍ଟ ଖୋଲି ଦେଇଦେବେ। ସରଳତା ନୁହଁ, କପଟତା। ସମସ୍ତଙ୍କର, କାହାକୁ କେଉଁ ଅର୍ଥ କଥା ପଚାରିବ କିଏ ଜଣେ କହିଦେବେ? ଯଦି ଅର୍ଥ କଥା ଲୋକଟେ କହୁନାହିଁ, ତାହେଲେ ପରମାର୍ଥ କଥା କେମିତି କହିଦେଲା? ତେଣୁ ସେ ପରମାର୍ଥ କଥା ରିଅଲି ଜାଣିନାହିଁ। ଗୁପ୍ତାଚ ମୁକ୍ତା ପ୍ରଘଟାଚ ନଷ୍ଟା, ଯତ ଗୁପ୍ତ ତତ ଶକ୍ତ। ତେଣୁ କଥା ପ୍ରସଙ୍ଗରେ କ'ଣ ରହିଲା ନା, ବ୍ୟକ୍ତି କେଉଁ କଥା କହୁଥିଲେ, ରହିହେଲା କହୁଥିଲେ ସୁନ୍ଦର କଥା। ତେଣୁ ସେ କଥାକୁ ରହିଗଲା ଅଧାରେ। କଥା ପ୍ରସଙ୍ଗରେ ଏମିତି କଥା ଆସିଲେ କଥା ଚାଲିଯାଏ। ତେଣୁ ସନ୍ତୁଷ୍ଟ ସତତଂ ଯୋଗୀ। ତେଣୁ ଆମେ କେତେ ସମୟ ଯୋଗ ଅଭ୍ୟାସ କଲେ? ବ୍ରାହ୍ମ ମୁହୂର୍ତ୍ତ, ଆଉ ଗୋଟେ ହେଉଛି ଅମୃତ ବେଳା। କହୁଛି ନା, ଦିନ ଯାଉଛି, ରାତି ଯାଉଛି, ଦିନ ପ୍ରବେଶ କରୁଛି, ମଧ୍ୟାହ୍ନ ଯାଉଛି, ଅପରାହ୍ନ ଆସୁଛି, ଏବଂ ସନ୍ଧ୍ୟା ଯାଉଛି, ରାତି ଆସୁଛି। ୟାକୁ ସନ୍ଧିକ୍ଷଣ ସମୟକୁ ତ୍ରିସନ୍ଧ୍ୟା ଆମର
ହିନ୍ଦୁ ଦର୍ଶନ ଶାସ୍ତ୍ରରେ ଲେଖା ଅଛି ଏଇ ତ୍ରିସନ୍ଧ୍ୟାରେ ଯେ ବସିଛି ସବୁବେଳେ ଜପ ଧ୍ୟାନରେ ରହିଯିବ। ଜପଠାରୁ ଧ୍ୟାନ ଶ୍ରେଷ୍ଠ, ଧ୍ୟାନଟାକୁ କର୍ତ୍ତା ଭାବ କର୍ମଫଳ ତ୍ୟାଗଟା ହେଉଛି ସର୍ବଶ୍ରେଷ୍ଠ। ଦ୍ୱାଦଶ ଅଧ୍ୟାୟ ଭକ୍ତି ଯୁଗରେ ଲେଖା ଅଛି। ତେଣୁ ସେ କ'ଣ କରିବ ନା ଅତି ଗୁଡ୍ ରେଜଲ୍ଟ ପାଇବ। ତା ମନ ଶାନ୍ତ ରହିବ, ତା ମନ ସନ୍ତୁଷ୍ଟ ରହିବ, ତା ମନରେ ସମାନ ଭାବ ଆସିବ, ସମାନ ଦୃଷ୍ଟି ଆସିବ। ସେ ସବୁବେଳେ ଗୋଟେ ଇନିୟର ପିସ୍ ପାଇବ। ତାକୁ ତା ଭିତରେ ଗୋଟେ ଶୀତଳତା ସ୍ରୋତ ଯେମିତି ପ୍ରବାହିତ ହବ। ତା ନାକକୁ ଅତି ସୁଗନ୍ଧ ବାସ୍ନା ତା ନାକ ଭିତରୁ ହିଁ ମାନେ ଅଟୋମେଟିକ୍ ଗୋଟେ ସୁଗନ୍ଧ ବାସ୍ନା ତାକୁ ମାନେ ସେ ଶୁଣିପାରିବ, ଶୁଙ୍ଘି ପାରିବ, ଗ୍ରହଣ କରିପାରିବ ନାସା ଦ୍ୱାରା। ବହୁତ ସାଧୁମାନେ ସୁଗନ୍ଧ ବାସ୍ନାରେ ରହିଯାଆନ୍ତି, କିଛି ନାହିଁ କିନ୍ତୁ ସୁଗନ୍ଧ ବାସ୍ନା। ତାଙ୍କ ପାଖକୁ ଗଲେ ମଧ୍ୟ ଦେଖିବେ ସୁଗନ୍ଧ କୌଣସି ଜିନିଷ ସେ ୟୁଜ୍ କରିନଥିବେ କିନ୍ତୁ ସୁଗନ୍ଧ ବାସ୍ନା ହେଉଥିବ। ଯେ ପରମାତ୍ମା ପରମବ୍ରହ୍ମ ପାଖରେ ମନକୁ ରଖିବେ, ଯୁକ୍ତ ହେବେ, ତାଙ୍କର ବାସ୍ନା କୁଆଡ଼େ ହଜାର ହଜାର କିଲୋମିଟର ବ୍ୟାପିଯିବ। ତେଣୁ ସନ୍ତୁଷ୍ଟ ସତତ ଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ। ଏ ଆତ୍ମା ତାଙ୍କ ପାଖରେ କ'ଣ ଦୃଢ଼ ହେଲାଣି? ନିଶ୍ଚୟ ଭଗବାନ ସତ୍ୟ, ଜଗତ ମିଥ୍ୟା, ଈଶ୍ୱର ଅଛନ୍ତି। ଆମର କ'ଣ ହେଲାଣି? ଆମେ ସବୁବେଳେ ବିଷୟ ବୁଦ୍ଧିରେ ରହୁଛେ ନା? ଆମେ କ'ଣ ଭଗବତ ବୁଦ୍ଧିରେ ରହୁଛେ? ଆମ ବୁଦ୍ଧିଟାକୁ ଆମେ ଖଟେଇ ଦେଇଛେ ଏ ଭୌତିକ ଜଗତରେ। ଆମ ବୁଦ୍ଧିଟାକୁ ଆମେ ଈଶ୍ୱରୀୟ ଜଗତରେ ଖଟେଇନେ। କେମିତି ଭୌତିକ ଜଗତର ଟଙ୍କା ପଇସା କୋଠା ବାଡ଼ି ସବୁ ବୃଦ୍ଧି ପାଇବ, ଭଲ ପାଠ ପଢ଼ା ହେବ, ଘର ଦ୍ୱାର ହେବ। ଏସବୁ କ'ଣ ବିଷୟ ବୁଦ୍ଧିରେ ଆମେ ସବୁବେଳେ ରହିଛେ। ଯାହାକୁ ଯେତିକି ମିଳିଛି ସେ ସେତିକି ତାର ବୁଦ୍ଧି ଖଟଉଛି। ତା ଭିତରେ ସେ ଚାହୁଁଛି କେମିତି ଅଧିକରୁ ଅଧିକ କରିବା ପାଇଁ। ଯଦି 5,000 ଟଙ୍କା ଦରମା ପାଉଛି ସେ 10,000 ପାଇଁ ଚାହୁଁଛି। ଯେ 10,000 ଟଙ୍କା ଚାହୁଁଛି ସେ 20,000 ଟଙ୍କା ଚାହୁଁଛି। ଯେ 1,00,000 ଟଙ୍କା ଚାହୁଁଛି ସେ 2,00,000 ଟଙ୍କା ଚାହୁଁଛି। ସବୁବେଳେ ବିଚାର ଚାଲିଛି। ସବୁବେଳେ ସେଥିପାଇଁ ସେ କ'ଣ କରୁଛି? ବୁଦ୍ଧି ଖଟଉଛି। କିନ୍ତୁ ତାର ଭଗବତ ବୁଦ୍ଧି ନାହିଁ। କେମିତି ଠାକୁରଙ୍କୁ ଧ୍ୟାନ କରିବି? ଧ୍ୟାନଟାର ମାନେ ଦିନକୁ ଦିନ ଆମେ ଦେଖିଛୁ ଆମ ସଂସ୍ପର୍ଶରେ ଯେତିକି ଲୋକ ଆସିଛନ୍ତି, ଅନେକ ଲୋକ ପ୍ରାୟ 20-25 ଜଣ ଡିସାଇପଲ୍ ଏବେ ମରିଯାଇଛନ୍ତି। ଅନେକ ଅଛନ୍ତି, ଆସୁଛନ୍ତି, ଆସୁନାହାନ୍ତି। କାରଣ ସାଂସାରିକ କାର୍ଯ୍ୟକ୍ରମ ଅନିତ୍ୟ ବିଷୟରେ ଆମେ ଯେତିକି ଯତ୍ନଶୀଳ, ଯେତିକି ତାକୁ ବୃଦ୍ଧି କରିବାରେ ଆମେ ଲାଗିଛେ, କିନ୍ତୁ ସାଧନା ଜଗତରେ ପୁରା ଶୀତଳତା ଡେ ବାଇ ଡେ କ'ଣ ହୁଏ ନା ଶୀତଳତା ଆସିଯାଏ। ଶୀତଳତା ଅର୍ଥ ଆଉ ସାଧନା କରିବାର ସ୍ପୃହ ଆଉ ରହେ ନାହିଁ। କିଛି ବର୍ଷ ପରେ 20-25 ବର୍ଷ ପରେ ଆମେ ଦେଖିଛୁ ଅନେକ ସାଧକ ଆମଠୁ ଯେଉଁ ଦୀକ୍ଷା ନେଇଛନ୍ତି ସେମାନେ ମା ଆଉ ବାବା ମାନେ ସବୁ ସାଧନା ଛାଡ଼ି ଦେଇଛନ୍ତି। ସମୟ କାହିଁ? ଯେତେ ବୟସ ବଢ଼ିବ ଦାନ କରିବା କାହିଁ? ସେବା କରିବାକୁ କାହିଁ? କିନ୍ତୁ ଜାଗା କିଣା ଚାଲିଥିବ, ସବୁ ଗାଡ଼ି କିଣା ହେଉଥିବ, ବ୍ୟାଙ୍କ ବାଲାନ୍ସ ବଢ଼ୁଥିବ ଏବଂ ପିଲାମାନଙ୍କର ଖର୍ଚ୍ଚ ଯଥେଷ୍ଟ ହେଉଥିବ। ପୁଅ ବାହାଘର ହେବ, ଭଲ ଖାଇବା ପିଇବା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଯିବ, କିନ୍ତୁ ଠାକୁର ସେ ଘରେ ଥିବେ, ତାଙ୍କ ପାଇଁ ଡ୍ରେସ୍ ନଥିବ, ଖାଦ୍ୟ ନଥିବ। ଯଦି ଗୁରୁ ଅଛନ୍ତି ଯେଉଁମାନେ ଗୁରୁ, ତାଙ୍କ ପାଇଁ କିଛି ବ୍ୟବସ୍ଥା ନଥିବ, କିନ୍ତୁ ତାଙ୍କଠାରୁ ସବୁ ଆଡ଼ଭାଇସ୍ ନିଆ ହେଇଥିବ। ମାନେ ଆମର ଭାବନାଟା କିଭଳି? ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ ମନ୍ତ୍ର ତୀର୍ଥ ଦେବ ଦ୍ୱିଜ ଗୁରୁ। ସତ ପାଇଁ ଆମ ପାଖରେ ପଇସା ନାହିଁ, ଅସତ ପାଇଁ ଆମ ପାଖରେ ପଇସା ଅଛି। ତ ନିଜକୁ ସମୀକ୍ଷା କରି ଦେଖନ୍ତୁ, ଏଇଟା ହେଲା ବିଷୟ ବୁଦ୍ଧି, ଏଇଟା ଭଗବତ ବୁଦ୍ଧି ନୁହଁ। ଯଦି ଭଗବତ ବୁଦ୍ଧି ଆମ ଭିତରେ ଥାନ୍ତା, ଆଗ ଆମ ଠାକୁର ପାଇଁ ସବୁ କାମ ଭଲ ଲାଗି ହେବ, ତାପରେ ଆମମାନଙ୍କ ପାଇଁ ହେବ। ଏଇଟା ହେଲା କି ବୁଦ୍ଧି? ଭଗବତ ବୁଦ୍ଧି, ବିଷୟ ବୁଦ୍ଧି ନୁହେଁ। ଯେଉଁମାନେ ସବୁ ଛାଡ଼ି ଯାଇଛନ୍ତି ସିଏ ତାଙ୍କର କ'ଣ କରନ୍ତି ନା ସମସ୍ତ ବୁଦ୍ଧିଟାକୁ, ଯେଉଁମାନେ ସାଂସାରିକ ନୁହନ୍ତି, ଗୃହସ୍ଥ ଆଶ୍ରମରେ ନାହାନ୍ତି,
ସେମାନେ ସମସ୍ତ ବୁଦ୍ଧିଟାକୁ କ'ଣ କରନ୍ତି ନା ତାଙ୍କର ଗୁରୁ ଭଗବାନଙ୍କ ପାଇଁ ପ୍ରୟୋଗ କରିଦିଅନ୍ତି। ସନ୍ତୁଷ୍ଟ ସତତଂ ଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ, ସେମାନେ କ'ଣ କରନ୍ତି ନା ଭଗବାନଙ୍କ ଠାରେ ତାଙ୍କର ଦୃଢ଼ତା ଆସିଯାଏ ଏବଂ ବିଶ୍ୱାସ ଆସିଯାଏ ଏବଂ ସେମାନେ କ'ଣ କରନ୍ତି ନା ମନ ସବୁବେଳେ ତାଙ୍କରି ପାଖରେ ରଖନ୍ତି। ମର୍ଯ୍ୟପିତ ମନ ବୁଦ୍ଧି ମୋ ପାଖରେ ସେ ବୁଦ୍ଧିକି ରଖନ୍ତି ଦିଅନ୍ତି। ସନ୍ତୁଷ୍ଟ ସତତଂ ଯୋଗୀ ଯଥାତ୍ମା ଦୃଢ଼ ନିଶ୍ଚୟ, ସେମାନେ ନିଶ୍ଚୟ ହେଇଯାଆନ୍ତି, ସଂଶୟ ରଖିନଥାନ୍ତି, ସନ୍ଦେହ ରଖିନଥାନ୍ତି ଏବଂ ସେ ଭଗବାନଙ୍କ ପାଖରେ ପୁରା ସମର୍ପିତ ହେଇଯାଆନ୍ତି। ମର୍ଯ୍ୟପିତ ମନୋବୁଦ୍ଧି ଯୋଉମେ ଭକ୍ତ, ଯିଏ ସମସ୍ତ ମୋ ପାଖରେ ଅର୍ପଣ କରିଦିଏ, ସମର୍ପଣ କରିଦିଏ, ପୂର୍ଣ୍ଣ ସମର୍ପଣ କରିଦିଏ, ସେ ମୋର ଭକ୍ତ ଏବଂ ସେ ମୋର ଅତି ପ୍ରିୟ। ଭକ୍ତର ସଂଜ୍ଞା କ'ଣ ନା ଯିଏ ସବୁବେଳେ ଭଗବାନଙ୍କୁ ଭଜନ କରେ। ଭଜନ ଅର୍ଥ ନୁହେଁ ଏଇ ଯେଉଁ ଭଜନ ବୋଲା ହଉ ସେ ଭଜନ ନୁହେଁ, ସେ ଯିଏ ଭଗବାନଙ୍କର ନାମକୁ ସଗୁଣ ନାମ ହଉ ନିର୍ଗୁଣ ନାମ ହଉ ସେ ସବୁବେଳେ ବସିକି ଜପ କରେ ଏବଂ ବିନା ସ୍ୱାର୍ଥରେ, ବିନା କାମନାରେ, ବିନା ବାସନାରେ। କାହିଁକି ନା ଭଗବାନଙ୍କୁ ପ୍ରୀତ୍ୟାର୍ଥେ କର୍ମ କରିବାକୁ ତାକୁ ଭଲ ଲାଗେ। ସେ ସବୁବେଳେ ଭଜ ଧାତୁରୁ କ'ଣ ଆସିଛି ଭକ୍ତ, ମାନେ ଭଜ ଧାତୁରୁ ଭକ୍ତି ଆସିଛି। ଭଜ ଅର୍ଥ ଭକ୍ତି କରିବା। ତେଣୁ ଯିଏ କିଏ ଭକ୍ତ ନା ଯିଏ ମୋତେ ସବୁବେଳେ ଭଜନ କରେ। ପୁଣି ଭଜ ଧାତୁର ଆଉ ଗୋଟେ ଅର୍ଥ ହେଉଛି ସେବା କରିବା। ଯିଏ ସବୁବେଳେ ଭଗବାନଙ୍କ ସେବାରେ ହିଁ ରହିଛି। ଦୁଇଟା କଥା ଆପଣ ଦେଖନ୍ତୁ, ସେ ଜପ ଧ୍ୟାନ କରୁଛି ଏବଂ ଏଇଟା ହେଲା ଭିତରେ ଭଗବାନଙ୍କର କ'ଣ, ପିଣ୍ଡରେ ଭଗବାନଙ୍କର ସେବା, ବ୍ରହ୍ମାଣ୍ଡରେ ସେ ସବୁରି ଭିତରେ ତାଙ୍କୁ ଅନୁଭବ କରିକି ସେ ସମସ୍ତଙ୍କ ସେବାରେ ଅଛି। ଏତିକିଟା ଜୀବନରେ ଆପଣ କରିକି ଦେଖିଲେ, ଯିଏ କରୁଛି ମର୍ଯ୍ୟପିତ ମନୋବୁଦ୍ଧି ଯୋଉମେ ଭକ୍ତ, ଯିଏ କରିଛି ସେ ମୋର ଭକ୍ତ, ସମେ ପ୍ରିୟ, ସେ ମୋର ଅତି ପ୍ରିୟ, ଅତି ଆପଣାର। ଇଏ ଭଗବାନଙ୍କର ଯିଏ ପ୍ରିୟ ହବ, ଆପଣାର ହବ, ସେ କେମିତି ସଂସାର ଭଗବାନ ଯେମିତି ଅଛନ୍ତି ସେ ସେମିତି ରହିବ, ତାଙ୍କ କୋଳରେ ବସିଥିବ, ଲାଷ୍ଟକୁ ଅନ୍ତିମରେ ସେ ପରମାତ୍ମା ପରମ ବ୍ରହ୍ମ ସହିତ କ'ଣ ହବ ନା ମିଳନ ହେଇଯିବ। ଏ ଜୀବନଟାକୁ ବ୍ୟର୍ଥ କରିବ ନାହିଁ, ଜୀବନଟାକୁ ଆନନ୍ଦ ଆଉ ପ୍ରେମରେ ସେବାରେ ହିଁ କାଟିଦେବ। ତେଣୁ ଆମେ କେତେ ଭଜନ କରୁଛେ, କେତେ ସେବା କରୁଛେ, ସେଇଟାକୁ ଆପଣ ସମୀକ୍ଷା କରି ଦେଖିବେ। ମୋର ଭଜନ କେତେ, ମୋର ସେବା କେତେ, ମୁଁ କେତେ ଦି ଖଣ୍ଡ ଲୁଗାରେ ମୋର ହେଇଯିବ, ଦି ଖଣ୍ଡ ମାନେ ପ୍ୟାଣ୍ଟ ସାର୍ଟରେ ହେଇଯିବ। ଏବଂ ସାଧାରଣ ପ୍ୟାଣ୍ଟ ସାର୍ଟ ଯେଉଁଟା ଅତି କଷ୍ଟଲି ନୁହେଁ, 1000 ଟଙ୍କା, 2000 ଟଙ୍କା, 5000 ଟଙ୍କା ଲୋକ ମିଟର ପିନ୍ଧୁଛନ୍ତି, 60-70 ଟଙ୍କା, ବାବା ଆମର 100 ଟଙ୍କା ଭିତରେ ସବୁ, ସବୁ ନୁହେଁ, ମିଟର 100 ଟଙ୍କା ଅର୍ଡିନାରୀ କପଡ଼ା। ଭଗବାନ ତ ବସ୍ତ୍ର ପିନ୍ଧେଇ ଦେଇଛନ୍ତି, ଦେଖୁନାହାନ୍ତି ସବୁ କିଡନୀ, ହାର୍ଟ, ଲଙ୍ଗସ, ଯେତେ ଭିତରେ ପାନକ୍ରିଆସ, ଷ୍ଟୋମାକ, ଲିଭର, ଆରେ ବାପାରେ ବାପ କେତେ ଭିତରେ ଅଛି, ସେ ସବୁ ଆବରଣ କରି ରଖିଛନ୍ତି। ଖାଲି ଯେଉଁ ଇନ୍ଦ୍ରିୟମାନଙ୍କୁ ବାହାରେ ପକେଇ ଦେଇଛନ୍ତି, ସବୁ ଇନ୍ଦ୍ରିୟ ନୁହଁ, କେତେ ଗୁଡ଼ିଏ ଲଜ୍ଜା, ଆମେ ଭାବୁଛେ ଏଇଟା ଆମକୁ ଲଜ୍ଜା ମାଡ଼ୁଛି ବୋଲି ଆବରଣ କରିଦେଉଛେ, କିନ୍ତୁ ଡ୍ରେସଟା ଯିଏ ପିନ୍ଧା ହେଉଛି ଏବେ ସମସ୍ତେ କେମିତି ମୋତେ ମ୍ୟାଚ୍ କରୁଛି ଦେଖିଲୁ, କେମିତି ମୋତେ ଫିଟିଂ ହେଇଛି ଦେଖିଲୁ, ଯଦି ମ୍ୟାଚ୍ ନ କଲା ଫୋପଡ଼ା ହେଇଗଲା। ଇଏ କ'ଣ ପାଇଁ ପିନ୍ଧୁଛୁ, ପୁଣି ଶରୀର ଟିକେ ରକ୍ଷା ପାଇବା ପାଇଁ, ଖରା ହେଉଛି କି ବର୍ଷା ହେଉଛି କି ଶୀତ ହେଉଛି, ଭଗବାନଙ୍କୁ ଆବରଣ ଦିଆହେଉଛି, ସେଥିରେ ତାକୁ ସେ ଭୁଲି ସେ ତାକୁ ସୌନ୍ଦର୍ଯ୍ୟରେ ପରିଣତ କରି ପିନ୍ଧିଲେ କେମିତି ସୁନ୍ଦର। ଯାହାକୁ ତ ଈଶ୍ୱର ସୁନ୍ଦର କରି ଗଢ଼ିଛନ୍ତି ସେ ତ ସବୁବେଳେ ସୁନ୍ଦର, ସେ ପିନ୍ଧୁ ନ ପିନ୍ଧୁ। ଆରେ ଜଗନ୍ନାଥଙ୍କୁ ଦେଖୁନାହାନ୍ତି, ଯେତେବେଳେ ଆପଣ ଦେଖି ବେଶ ହେଇଥିବେ କାଳିଆ ଠାକୁର କେତେ ସୁନ୍ଦର, ଯେତେବେଳେ ବେଶ କମ୍ ହେଇଥିବେ ସେ ଠାକୁର ବି ସୁନ୍ଦର, ଯେତେବେଳେ ସମ୍ପୂର୍ଣ୍ଣ ତାଙ୍କୁ କାଢ଼ି ଦେଇ ଖାଲି ଖଣ୍ଡେ ଗାମୁଛା ପିନ୍ଧା ହେଇ ବସିଥିବେ ରତ୍ନ ସିଂହାସନରେ ସେତେବେଳେ ବି କେତେ ସୁନ୍ଦର।
ଯିଏ ସୁନ୍ଦର ସବୁବେଳେ ସୁନ୍ଦର, ସେ ଯିଏ ସୁନ୍ଦର ନୁହନ୍ତି ସେ କ'ଣ ସଜେଇ ହେଲେ ସୁନ୍ଦର ଦେଖାଯିବେ ନା ମାଙ୍କଡ଼ ହେବେ? ସତ୍ସଙ୍ଗରେ ଏଇ କଥା ବାବା କହୁଛନ୍ତି, ସତ ସହିତ କେମିତି ସଙ୍ଗ ହବା, ମନ ଏଥିରୁ ନିବୃତ ହବ। କାହିଁକି ନା ଏଇ ଜ୍ଞାନ ଆସିଲେ ମନ ଆମର ନିବୃତ ହବ। ତେଣୁ ପ୍ରତ୍ୟାହାର ଯାହାର ନାହିଁ ସେ ଈଶ୍ୱର ଧର୍ମ ଜଗତର ଯାତ୍ରୀ ହେଇପାରେ। ପ୍ରତ୍ୟାହାର ଅର୍ଥ କ'ଣ ନା ମନ ସବୁଥିରୁ ୱିଡ୍ର କରି ଭଗବାନ ପାଖରେ ରଖିବା। କିନ୍ତୁ ଆପଣ ଏଇ ସଂସାର ଭିତରେ ରହିଥିବେ, ସଂସାରରେ ବାହାରକୁ ଯିବାର କୋଉଠି ନାହିଁ। ସେଇ ଗୃହସ୍ଥ ଆଶ୍ରମରେ ରହି ଆପଣ ଦେଖୁଥିବେ ମୁଁ ଏଠାରେ କେମିତି ଭଗବାନ ପାଖରେ ମୋ ମନକୁ ରଖିବି। ପ୍ରଭୁ ପାଇଁ ତୋର କାନ୍ଦିଲେ ଅନ୍ତର, ମନ୍ତର ଯନ୍ତର ଲୋଡ଼ା ନୁହେଁ। ପ୍ରଭୁ ପାଇଁ ତୋର କାନ୍ଦିଲେ ଅନ୍ତର। ସେ ଅଲାରନାଥ କଥା କହୁଥିଲି, ଠାକୁର ଆସିଲେ କ୍ଷୀରି ଖାଇଲେ, ସବୁ କ୍ଷୀରି ଖାଇଦେଲେ ଥାଳି ଧରି। ଛୁଆ ଘରକୁ ଦୌଡ଼ିଲା ଆଉ ମା କହିଲେ ଆମେ ସବୁ ବସିଛୁ ଭୋଗ ଖାଇବାକୁ, ତୁ କ'ଣ କଲୁ? ଖାଇଦେଇଛୁ ନା? ନା ନା ମୁଁ କିଛି ଖାଇନାହିଁ, ବାପା କହିଥିଲେ କ୍ଷୀରି ଖାଇଲେ ତୁ ଯାଇ ଆସିବୁ। ସବୁ ସେ ଖାଇଦେଲେ। ତାହେଲେ ଏ କଥା ସତ କେମିତି? ଠାକୁର କେମିତି ଭକ୍ତଙ୍କର କ'ଣ କରନ୍ତି? ରକ୍ଷା କରନ୍ତି। ଭକ୍ତକୁ କେମିତି ସମ୍ମାନ ଦିଅନ୍ତି, ଭକ୍ତକୁ କେମିତି ପୂଜା କରନ୍ତି, ତାର ହଜାର ହଜାର ଏକ୍ଜାମ୍ପଲ ଅଛି। ଚାଲ ମନ୍ଦିରକୁ ଯିବା ଦେଖିବା। ଗଲା ବେଳକୁ ଦେଖିଲା ବେଳକୁ ଠାକୁରଙ୍କର ଏଇ ଓଠରେ ମୁଁ ପାଖରେ ଦେଖିଛି, ଯାଇକି ଆଗେ ଏବେ ଛାଡ଼ୁନାହାନ୍ତି କୋରୋନା ପରଠାରୁ। ଏଠି ଫଟକା ମାନେ କ'ଣ କୁହନ୍ତି ଛେଙ୍କ ନା କ'ଣ ଏଠି ସେଇଟା ଲାଗିଯାଇଛି, ମାନେ ଖଣ୍ଡିଆ ହେଇଯାଇଛି, ଫଟକା ହେଇଯାଇଛି କ୍ଷୀରି ପଡ଼ିକି। ହାତ ବି ଟିକେ ଏମିତି ହେଇଯାଇଛି, ଏଠି ବି ଟିକେ ବୃକ୍ଷରେ ବି ଟିକେ ତାଙ୍କର ହେଇଯାଇଛି, ଏବେ ବି ଅଛି। ତେଣୁ ଏଠି କ'ଣ ହେଲା? ପ୍ରଭୁ ପାଇଁ ତୋର କାନ୍ଦିଲେ ଅନ୍ତର। ଆମେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରି କେବେ ବସିଛେ, କେବେ ତାଙ୍କ ପାଖରେ କାନ୍ଦିଛେ? ସେ ଭକ୍ତାଧୀନ। ତେଣୁ ଦେଖନ୍ତୁ ଆପଣଙ୍କ ଭିତରେ ଯେପର୍ଯ୍ୟନ୍ତ ଭକ୍ତି ଭାବ ନ ଆସିଛି, ଆପଣ ଯେତେ ଜପ ଧ୍ୟାନ କରନ୍ତୁ ଆପଣ ତାଙ୍କୁ କେବେ ଦର୍ଶନ ଉପଲବ୍ଧି ଅନୁଭବ କରିପାରିବେ ନାହିଁ। ଭଜ ଅର୍ଥ ଭଜନ କରିବା, ଭକ୍ତି ରାତିଟା ଭକ୍ତ ଅର୍ଥ ଭଜ ଅର୍ଥ ଭଜନ କରିବା। ଯିଏ ଭଜନ କରେ ସେ ଭକ୍ତ। ପୁଣି ଭଜ ଅର୍ଥ ସେବା କରିବା। କେତେ ସେବା ଆପଣ ଦୈନନ୍ଦିନ କରୁଛନ୍ତି? କେତେ ବସି ଭଜନ କରୁଛନ୍ତି? କାରଣ ଆମର ତ ସେ ସବଜେକ୍ଟ ନୁହେଁ। ଖାଲି ଦୀକ୍ଷା ନେଇଛୁ ବୋଲି ଆସିକି ଟିକେ ସତ୍ସଙ୍ଗ ଶୁଣୁଛୁ, କି ସାଧୁମାନେ ଆସି ପଇସା ନେଇକି ସତ୍ସଙ୍ଗ କରୁଛନ୍ତି ବୋଲି ଆମେ ଟିକେ ଶୁଣିବାକୁ ଆଇଛୁ। ଆମେ ସେ ଜଗତର କ'ଣ ଯାତ୍ରୀ? ଆପଣ କାହିଁ ଆମକୁ ଏ କଥା କହୁଛନ୍ତି? ତାହେଲେ ଆମ ସଂସାର ଭାସିଯିବ। ଆଉ ହଜାର କୋଟି କୋଟି ବର୍ଷ ହେଲାଣି ମୁଁ ସଂସାରକୁ ଧରିକି ରଖିଛି, ଆଉ ମୋର କ'ଣ ମରିବାର ଅଛି? ମୁଁ ତ ଏମିତି ଧରିକି ରଖିଦେବି, କେତେ ଯୁଗ ଚାଲିଯିବ ବାବାଜୀ ମହାରାଜଙ୍କ ବେଳେ। କେତେବେଳେ କୋଉ ମୁହୂର୍ତ୍ତରେ କାଳଜ ଆସି ଆପଣଙ୍କୁ ଗ୍ରାସ କରିଦବ, ଆପଣଙ୍କର ଠିକ ଆଉ ଠିକଣା ନାହିଁ। ଠିକ ଆଉ ଠିକଣା ନାହିଁ। ଭଗବାନ ସବୁବେଳେ କହିଛନ୍ତି କ'ଣ? ମୁଁ ଭକ୍ତ ଜନର ଅଧୀନ, ମୋ ତ ଭକ୍ତ ନୁହେଁ ଭିନ୍ନ। ଭକତ ଜନେ ବସ ମୁହିଁ, ତାର ରକ୍ଷଣେ କ'ଣ ମୋର ଦେହି। ତେଣୁ ଯିଏ ସବୁବେଳେ ଭଜନ କରୁଛନ୍ତି, ସବୁବେଳେ ସେବାରେ ଅଛନ୍ତି, ତୁମେ ତ ଏସବୁ କାମ ଏକୁଟିଆ କରିପାରିବନି। ତାଙ୍କ ସହିତ ସାମିଲ ହେଇଯିବ, ତାଙ୍କ ସହିତ ମିଶିଯିବ। ତମ ରୋଜଗାରରୁ ତୁମେ ଚାହିଁବ କେମିତି 50% ପଳଉ ସେଇଠିକି। କାରଣ ନିଶ୍ଚିନ୍ତ ଭାବରେ ଯାହା ଯିବ ସେ ହିଁ ଆପଣଙ୍କର। ଏବଂ ନିଜେ ନିଜର ସେବା କଲ, ନିଜକୁ ନିଜେ ଉଦ୍ଧାର କଲ ଏବଂ ନିଜକୁ ନିଜେ ହିଁ ତୁମେ ଦେଲ। ଏ ଭଗବାନ ଯଦି ସୁଯୋଗ ଦେବେ, ଏ ସୁଯୋଗର କେତେବେଳେ ହାତ ଛଡ଼ା କରିବନି। କାରଣ ସବୁ ସେ ଦେଖୁଛନ୍ତି, ସବୁ ସେ ଜାଣୁଛନ୍ତି। ଯାହା ମୁଁ ଭାବଇ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ, ମନେ ଜଗତର କର୍ତ୍ତା ପରମ ଈଶ୍ୱର କହୁଛନ୍ତି। ପରମ ଈଶ୍ୱର କୋଉ ଠାକୁରଙ୍କ କଥା କହିଲେନି, ସେ ଜାଣୁଛନ୍ତି ପ୍ରତି କ୍ଷଣେ। ସେଥିଲାଗି ଗୁରୁଦେବ କହୁଥିଲେ, ୱାଚ୍ ୟୁର ଥଟ୍ସ, ୱାଚ୍ ୟୁର ବ୍ରେଥ୍, ୱାଚ୍ ୟୁର ମାଇଣ୍ଡ। ତମେ ଏଇଟାକୁ ସମୀକ୍ଷା କର, ମୋ ମନଟା କୋଉଠି ରହୁଛି।
ମୋ ଚିନ୍ତା ଚେତନା କେଉଁଠି ରହୁଛି, ମୁଁ କ'ଣ କରିବା ପାଇଁ ସଂକଳ୍ପବଦ୍ଧ ହେଇଛି ଏବଂ କାହାର ଆଲୋକରେ କାହାର ବଳରେ ମୁଁ ବଳିୟାନ ହେବାକୁ ଯାଉଛି। ତେଣୁ ଯେପର୍ଯ୍ୟନ୍ତ ଆପଣ ଯୋଗ ନ କରିଛନ୍ତି, ତାଙ୍କ ସହିତ ମିଳନ ନ ହୋଇଛନ୍ତି, ଆପଣ ଭିତରେ ଭକ୍ତି ଭାବଟା କେତେବେଳେ ଆସିବ ନାହିଁ। ସବୁରି ଭିତରେ ଯେ ମୁଁ ତାଙ୍କୁ ଦେଖି ସେବା କରିବି ଏବଂ ତାଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେଇଯିବି, ଏଇଥିରେ ଆପଣ ଯଥାତ୍ମା ଦୃଢ଼ ନିଶ୍ଚୟ। କେବେ ତୁମେ ଦୃଢ଼ ହେଇପାରିବନି, ନିଶ୍ଚୟ ବି ହେଇପାରିବନି। ସନ୍ଦେହ ଡାଉଟ୍ ଭିତରେ ରହିଯାଉଛ। ସମସ୍ତେ ଜାଣିଛ ଭଗବାନ ଅଛନ୍ତି କି ଗୁରୁଦେବ ଅଛନ୍ତି, ସେଇ ବିଶ୍ୱାସ, ସେଇ ନିର୍ଭର, ସେଇ ଭାବ କ'ଣ ଆମ ଭିତରେ ଅଛି? ସେଥିଲାଗି ସତ୍ସଙ୍ଗର ଆୟୋଜନ ସାଧନା କରି କରି ଚାଲିଲେ ଯେତେ ତୁମର ମନ ଶୁଦ୍ଧି ନିର୍ମଳ ପବିତ୍ର ହବ ତୁମେ ତାଙ୍କୁ ସେତେ ଉପଲବ୍ଧି ଏବଂ ଅନୁଭବ କରିବ। ଧୀରେ ଧୀରେ ଯେମିତି ମଳିଆ ଦର୍ପଣରେ ସୂର୍ଯ୍ୟ କିରଣ ପଡ଼ିଲେ ତା ପ୍ରତିଫଳିତ ହୁଏ ନାହିଁ କି ମୁହଁ ଦେଖାଯାଏ ନାହିଁ, ଏ ମନୋରୂପକ ଦର୍ପଣରେ ଯେଉଁ ମଇଳା ଅଛି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, କି ଯେତେ ଅପସରି ଯିବ, ଶୁଦ୍ଧ ହବ। ଧୀରେ ଧୀରେ କାମନା ବାସନା ସବୁ ଯିବ। ସେତେ ପରମାତ୍ମା ପରମ ବ୍ରହ୍ମଙ୍କ ଆଲୋକରେ ତୁମେ ଲାଇଟେଡ୍ ହବ। ଯେତେ ଲାଇଟେଡ୍ ହବ ତମ ଭିତରେ ସେତେ ଅଜ୍ଞାନ ଦୂରେଇ ଯିବ। ଶାନ୍ତି, ଆନନ୍ଦ, ପ୍ରେମ ତମ ଭିତରେ କ'ଣ ହବ ନା ଦୃଢ଼ୀଭୂତ ହବ। ତେଣୁ ଏଥିପାଇଁ ଆମେ କେମିତି ସମୟ ବାହାର କରି 24 ଘଣ୍ଟାରୁ 8 ଘଣ୍ଟା ପଛେ 10 ଘଣ୍ଟା କାମ କର, 6 ଘଣ୍ଟା ପଛେ ବିଶ୍ରାମ ନିଅ, ଆଉ 8 ଘଣ୍ଟା କେମିତି ସ୍ୱାଧ୍ୟାୟ, ସତ୍ସଙ୍ଗ, ସେବା, ଜପ, ଧ୍ୟାନରେ ହିଁ କଟିଯାଉ। ଯେଉଁମାନେ ଗୃହସ୍ଥାଶ୍ରମର ଅଛ, ଯେଉଁମାନେ ଗୃହସ୍ଥାଶ୍ରମ ନାହାନ୍ତି, ସାଧୁ ସନ୍ଥମାନେ 24 ଘଣ୍ଟା ସେଥିରେ ବୁଡ଼ିବା ପାଇଁ କୁହାଯାଇଛି। ସେଥିପାଇଁ ସେ ଛାଡ଼ିକି ଯାଇଛନ୍ତି। ଏବଂ ଏଇ ଜପଦାନ ବ୍ୟତୀତ ଅଲଗା ସମୟରେ ଗୃହସ୍ଥାଶ୍ରମରେ ଯେଉଁମାନେ ଅଛନ୍ତି, ସେମାନେ ପ୍ରତ୍ୟେକ କର୍ମକୁ ଭଗବତ କର୍ମ ବୋଲି ଭାବିବେ। ପ୍ରତି କର୍ମକୁ ସେମାନେ ଆତ୍ମବୋଧରେ କରିବେ। ମୁଁ କରୁନାହିଁ, ସବୁ ତୁମେ, ସବୁ ତୁମେ, ସବୁ ତୁମେ, ସବୁ କରୁଛ, କରାଉଛ। ମୋର କିଛି କରିବାର ନାହିଁ, ମୁଁ ଗୋଟେ ମାଧ୍ୟମ ନୁହେଁ। ପ୍ରତ୍ୟେକଟି ସମୟରେ ତାଙ୍କର ଯେଉଁ ଉପଲବ୍ଧିକୁ ଧ୍ୟାନ କୁହାଯାଏ। ସ୍ଥୂଳରେ ପ୍ରତ୍ୟେକଟି ସମୟରେ ତାଙ୍କର ଉପଲବ୍ଧିକୁ ଧ୍ୟାନ। ଯେ ପ୍ରତ୍ୟେକ କର୍ମ ଭିତରେ ତୁମେ ତାଙ୍କୁ ଉପଲବ୍ଧି ନ କରିବ, ଚିନ୍ତନ ନ କରିବ, ବିଚାର ନ କରିବ, ତୁମେ ଭଗବତ ବୋଧରୁ ଦୂରେଇ ଯିବ। ତମର ଆଉ ଅନୁଭବ ଆସିବ ନାହିଁ। ଯେତିକି ସମୟ ସାଧନା କଲ ସେତିକି ସମୟ ଟିକେ ଅନୁଭବ ହବ। ଉଠିଗଲା ପରେ ପୁଣି କାମ କଲ, ଯଦି ସେଇ ଚିନ୍ତନଟା ନ ରଖିବ ତୁମର ଆଉ ଅନୁଭବ ହବ ନାହିଁ। ସେଥିଲାଗି ଭଗବତ ଗୀତାରେ ଭଗବାନ କହିଲେ କ'ଣ ନା ତସ୍ମାତ୍ ସର୍ବେଷୁ କାଳେଷୁ ଯୋଗ ଯୁକ୍ତ ଭବ ଅର୍ଜୁନ। ତେଣୁ କ୍ରିୟା ଯୋଗ ପରମ୍ପରାରେ କୁହାହେଇଛି, ଯଦି ତୁମେ ସେଇ ମହେନ୍ଦ୍ର ବେଳାରେ, ଅମୃତ ବେଳାରେ ବସି କ୍ରିୟା ଅଭ୍ୟାସ କରିବ, ମୂଳାଧାରରୁ ସହସ୍ରାରୁ ମୂଳାଧାର, ଏଇ ଯେଉଁ ପ୍ରାଣାୟାମ କରିବ, ଅନ୍ତର୍ମୁଖୀ ପ୍ରାଣାୟାମ, ବହିର୍ମୁଖୀ ପ୍ରାଣାୟାମ ନୁହେଁ, ତମର ଚେତନାଟା ଊର୍ଦ୍ଧ୍ୱଗାମୀ ହେବ, ତମର ପ୍ରାଣଶକ୍ତି ଊର୍ଦ୍ଧ୍ୱଗାମୀ ହେବ। ତମ ଆଜ୍ଞା ସହସ୍ରରେ ମନ ସ୍ଥିତ ହେଲେ ତମ ଭିତରେ କ'ଣ ହେବ ନା ଈଶ୍ୱରୀୟ ବୋଧ, ଆତ୍ମବୋଧ ଅବସ୍ଥା ତମ ଭିତରେ ଆସିବ। ତମେ ଫିଲ୍ କରିବ ମୋ ଭିତରେ ସେ ଆତ୍ମା ଅଛି, ମୁଁ ଯାହାକୁ ମୁଁ ବୋଲି କହୁଛି ସେ ହେଉଛନ୍ତି ସେଇ ଆତ୍ମା। ଏବଂ ଯେତେ ତୁମେ କ୍ରିୟା ଅଭ୍ୟାସ କରି କରି ଯିବ, ଯେଉଁମାନେ ଦୀକ୍ଷିତ ବ୍ୟକ୍ତି ସେମାନେ ସବୁବେଳେ ମନେ ରଖିବା କଥା, ଯଦି ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ, ଗୁରୁଙ୍କ ପ୍ରତି ଭକ୍ତିଭାବ ନ ରହିଲା, ଯେତେ ଟେକ୍ନିକ୍ ପ୍ରୟୋଗ କରିବ ତାର ସୁଫଳ ତମ ଭିତରେ ପଡ଼ିବ ନାହିଁ। ଏବଂ ସେଇ ଗୁରୁଦେବଙ୍କ କୃପା ନହେଲେ ତୁମର ସାଧନା ହେଇପାରିବନି। ଏବଂ ଦିନ ଆସିବ ଦେଖିବ ସେ ମୋ ଭିତରେ ରହିକି ସାଧନା ହିଁ କରୁଛନ୍ତି, କରାଉଛନ୍ତି। ବାବା ଆର୍ଥରିକ କହିଥିଲେ, ସେଇ ନାଚୁଛନ୍ତି, ସେଇ ନଚାଉଛନ୍ତି, ସେଇ ନାଚ ଦେଖୁଛନ୍ତି। ତେଣୁ ସାଧନାଟା ନିୟମିତ କରିବାର ଅଛି। ସମସ୍ତ କାମକୁ ତ୍ୟାଗ କରି ଆଗ ମୁଁ ସାଧନାରେ କେମିତି ବସିବି। ଧୀରେ ଧୀରେ ଗୁରୁଗତ ପ୍ରାଣ ହେଲେ, ଗୁରୁ ମୁଖ ହେଲେ, ଗୁରୁଙ୍କ ସାନ୍ନିଧ୍ୟ ବାରମ୍ବାର ଲାଭ କଲେ
तुम्हें गोटे परे गोटे क्रिया अभ्यास कर प्रत्येक क्रिया गोटे गोटे अंतर्मुखी प्राणायाम बहिर्मुखी प्राणायाम एवं छोट प्राणायाम सी हूँ केवल बाबाजी महाराजंकर पद्धत कौशल सेक्रेट टेक्निक जी से बड़ी पात्र न हब समर्पित न हब गुरु ताकू केतबले से साधनाटा देबे नहीं कारण सेटा गुरुमुखी विद्या कौन सी बहिरे उल्लेख नहीं से मंत्र से जंत्र से किछि नहीं मंत्र तो नुहे से सब कथा किछि लेखा नहीं तेणु ये कौन भावना हम जी केवल कौन क्रिया जोगरे दीक्षा नब तार कौन अवस्था हम ना समस्त हो पारे बाबा गोटे छोटिया कथा कहले कौन ना भगवान को पाइबा से श्रद्धा व्याकुलता से विश्वास आउ लास्ट टेक्निक गोटे हूँ प्रभु तुम एकांत बसिकी एवं दिन राति संपूर्ण भाव में भूली जाए बस कांदब जदि प्रभु तुम ये सृष्टिर मालिक मु तुम ये फैक्ट्री ये सृष्टि गोटे चाकर तुम्हें तो मालिक ना जदि मो प्रभु को दर्शन न कली मालिक को दर्शन न कली ये जीवन टाक हारदेवी तुम उत्सर्गीकृत करदेवी तुम्हें जो ये भावना दृढ़ हो बसी कांद डाक दिन पर दिन राति पर राति से परीक्षा कर चलिए जिते शेष निश्वास त्याग समय हम से उपस्थित हेबे एवं जो रूप तुम डाकुथ निर्दिष्ट गोटे रूप ना जी जथा मांग प्रपदंते भगवत गीता सबू लेखा स्तैव वजामंग से रूप प्रभु प्रकट देवे हेबे एवं तुम सहित मध्य कथा हेबे जेमती तुम्हें विग्रह पाखे कथा कहूल से विग्रह सम्मुखें से प्रकट ही तुम कथा हे एवं जहाँ कहबार अच्छी से तुमको निश्चिंत भाव में कहे जे जो रूप चिंता कर मोर निर्दिष्ट रूप किछि नाही निर्दिष्ट किसी गुण नाही मो स्वयं मत कई सृष्टि करना मो से ज्योतिर्मय पूरा आलोकमय आलोक समस्ते दुनिया रे आलोकित समस्त जड़ ठारू चेतन पर्यंत तुम ये कनसेप्ट क्लियर न हवा पर्यंत साधना हब नहीं श्रद्धा आसब नहीं विश्वास आसब नहीं भक्ति आसब नहीं प्रत्येक दिन तुम्हें सत्संग शुणा चेष्टा कर साधु संग करने चेष्टा कर साधन मस्ट बसब देख तुम भितर केते पिलाटे 7-8 घंटा पढ़ला पुणी गोटाए वर्ष पर क्लास 2 क्लास 3 1 ईयर समय जाऊँगी प्रत्येक दिन 4-5 घंटा बस ध्यान कर देख 10 ईयर्स भितर तुम समस्त क्रिया गुड़ी को साधनार गोटे गोटे सोपान गोटे गोटे अवस्था को तुम अतिक्रम कर गोटे अवस्था पहुँची जीव सबु तुम्हें सबु तुम्हें सबु तुम्हें सबु तुम्हें साधना करी चलंतु श्रद्धा विश्वास भक्ति रखंतु निश्चिंत भाव सफलता आपण हाथ में शेष क्रिया जोग परंपरार समस्त गुरु मान को प्रणाम करुचे विश्वर प्रत्येक संप्रदायर गुरु मान को प्रणाम करुचे उपस्थित प्रेम स्वरूप गण सबरी भितर परमात्मा को उपलब्धि करी प्रणाम करुचे सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुःख भाग् भवेत्। जय गुरुदेव जय जगन्नाथ।